सत्यमयि परमे ॐ आनन्दमयि चैतन्यमयि सत्यमयि परमे ॐ आनन्दमयि चैतन्यमयि सत्यमयि परमे। वंदे मातरम। करुणामयी माँ परम प्रभु श्री अरविंद आज आमर परम पूज्य गदाधर सारंकर दशा उपलक्षे आयोजित पाठचक्र कार्यक्रम में अंशग्रहण करिथिबा ओडिशार भाई भौणी मानकु विनम्र प्रणाम। वर्तमान समय कोविड-19 को दृष्टि रखी यूट्यूब लाइव माध्यम एही कार्यक्रम को आम शिक्षा केंद्र आयोजन करिछि। एही कार्यक्रम समस्त विवरणी आमे स्क्रीन माध्यम जणाई दी सारिछु। तेणु आमे माने वर्तमान कार्यक्रम को आरंभ करबा को जीवा। झुमु झुमु मोर हृदेषु मधुर प्रीति नूपुर बाजे तू आनन्दमयी आसीछु लुचि जाइला जे झुमु झुमु मोर हृदेषु मधुर प्रीति नूपुर बाजे सुना चंद पद काउरी पर
सुधारसे सुना चंद पद काउरी परसे पुरी मो पोराण सुख सुधारसे ओ धर धारी छोरा स्मित हासे तो धर धारी छोरा स्मित हासे सरग सुसमराजे झुमु झुमु मोर हृदय सुमधुर तो प्रीति नूपुर बजे घूरी घूरी सिना ए संसार पथे खोजुथिली तोते आतुरे मुकेते घूरी घूरी सिना ए संसार पथे खोजुथिली तोते आतुरे मुकेते कृपा करी शेषे देखा देलु मोती कृपा करी शेषे देखा देलु मोती मो अंतर तुझे झुमु झुमु मोर हृदय सुमधुर तो प्रीति नूपुर बजे ভিড়ি মনে বিড়া ধার ডরি চিরকাল তোতে রখিথিবি ধরি ভিড়ি सरधार डोरी चिरकाल तोते रखिथिबि धरी मुहुर्मुहु मोर मो मन बंसरी सरी मुहुर्मुहु मोर मो मन बंसरी मौने तो नाम भजे
ঝুমু ঝুমু মোর হৃদেষু মধুর ও প্রীতি নূপুর বাজে তু আনন্দময়ী আসিছু লাই লুচি যাইলা যে ঝুমু ঝুমু মোর হৃদেষু মধুর তো প্রীতি নূপুর বাজে তো প্রীতি নূপুর বাজে। মা তো দুর্গে সিংহ বাহিনী সর্বশক্তি দায়িনী মা তো শিবপ্রিয় তোর সତ୍যাংশ জাত আম্ভেମାନେ ଭାରତବର୍ଷ ଯୁବକଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ। ଶୁଣ ମା ତ এই ଭାରତବର୍ଷে ପ୍ରକାଶ ହୋ। ମା ତ ଦୁର୍ଗେ ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଅ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମା ତ এই ଭାରତବର୍ଷେ ସହାୟ ହୋ। মা তো দুর্গে সিংহ বাহিনী ত্রিশূল ধারিণী বর্ম আবৃত সুন্দর শরীরে মা তো জয়দায়িনী তো প্রতীক্ষাରେ ଭାରତ ରହିଅଛି। ତୋର সেই ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମା ତ এই ଭାରତବର୍ଷେ ଆବିର୍ଭୂତ ହୋ ପ୍ରକାଶ ହୋ। ମା ତ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ। ଦିଅ ମା ହୃଦୟରେ ବୁଦ୍ଧିରେ ଦେବଚରିତ୍ର ଦେବଜ୍ଞାନ। ମା ତ ଦୁର୍ଗେ ଜଗତଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁ ହିଁ ମା ତ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମା ତ ତିମିର ବିନାଶ କର। ମା ତ ଦୁର୍ଗେ ଶ୍ୟାମଳା ସର୍ବସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି। ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜଣେ ଉଠୁଅଛି। ଆସ ମା ତ ପ୍ରକାଶ ହୋ। ମା ତ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମା ତ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମା ତ ଦୁର୍ଗେ କାଳୀ ରୂପିଣୀ ନୁମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତଃସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ। ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମା ତ ପ୍ରକାଶ ହୁଅ। ମା ତ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ସହାୟତାରେ ମ୍ରିୟମାଣ ଭାରତ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର। ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମା ତ ଦୁର୍ଗେ ଯୋଗଶକ୍ତି ବିସ୍ତାର କର। ଆମେ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ ଆମ୍ଭମାନଙ୍କ ମଧ୍ୟରେ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମା ତ ଦୁର୍ଗେ ଅନ୍ତଃସ୍ତରୀକୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାରଣେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ
ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା। ପ୍ରକାଶ ହଉ ମା ତ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭ ମନ୍ତ୍ରୀ ହୋଇ ତରବାରୀ ଘୋରାଅ। ଜ୍ଞାନଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର। ପ୍ରକାଶ ହଉ ମା ତ ଦୁର୍ଗେ ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହଉ। ବୀରମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା। ମା ତ ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହଉ। ओम तत्सवितृवरं रूपं ज्योतिः परस्य धीमहि ज्योतिः परस्य धीमहि ज्योतिः परस्य धीमहि यनः सत्यनदीपयत्। परमाराध्य प्रभु श्री अरविंद जगज्जननी श्रीमा आज यही परिवेश रे उपस्थित थिबा समस्त अभिप्सु भाई भौणी समस्त को मोर शुभेच्छा हार्दिक अभिनंदन समस्त को स्वागत करुछि। वास्तविक गोटे दुखद परिवेश रे आमे समस्ते एकजुट हो सत, किंतु ये आम पाई एक अपूर्व सुयोग। गाधर भाईंकर महाप्रयाण आमको एकत्र करैछि। जहाँ भी हो आज आमर प्रस्ताव अनुसार प्रथम किसी पाठचक्र संबंधी किसी कथा तापरे तांको विषय स्मृतिचारण ये आमर आज योजना। तेरे वर्तमान सारा विश्व जो संकट देखा देइछि तार परिप्रेक्षी रे वर्तमान आमको निश्चित भाव में सतर्क रहिबा पड़िबो। प्रत्येक क्षेत्र रे ये पृथ्वी एक अवधारित कथा। आमे एक घड़ीसंधि मुहूर्त रे ये सृष्टि रे आसी पहुँचु जेतेबेले एक नुआ जुग एक नुआ मानव ये पृथ्वी पृष्ठ को आसिया प्रस्तुत होउछि। से पई मांकर चेतावनी थिला 1967 मसीहा नववर्ष रे मेन कंट्री एंड कॉन्टिनेंट The choice is imperative, truth or abyss। ये मनीष देश महादेश सकल बाछिनीय सत्य किंबा रसातल पुणी आह्वान से देइछंती ब्लेसेड आर दोज हु टेक ए लीप टुवर्ड्स द फ्यूचर। से माने ही केवल आशीर्वाद जो माने भविष्य अभिमुखे लंफ प्रदान करितांती। वास्तव में ये जो संकट ये संकट को समाधान करवा आमर सामर्थ्य नहीं सत, किंतु तथापि आमको सावधान करने सचेतन करने ये संकटर सूचना जितेबाला किसी असुविधा आसे डिफिकल्टीज आसे व्हेन डिफिकल्टी कम्स इट ऑलवेज कम्स टू टीच अस समथिंग। आमको किसी ना किसी शिक्षा देवाई आसता है। तेणु से शिक्षा टिके को जदि आम ग्रहण करि थांतु ताहले आज ये संकटर सम्मुखीन होगा पड़ न था। यहीटा हूँ प्रथम कथा। आमे जेते संकट जहाँ ना आसुना कहीं जीवन समस्त प्रकार संकट समाधान पाई माँ गोटे कथा कही था, इफ मैन बिकम स्पिरिचुअल मनुष्य जदि आध्यात्मिक हो जाता तापाई कौन से समस्या समस्या ही रहतानी। किंतु आमे से आध्यात्मिकतार अर्थ किसी बुझिलुनी। आमे एति वस्तुवादी हो गलु मनुष्य समाज सारा विश्व रे से मैंने भूलीगले जे आमे कौन आमे कौथि सृष्टि को आसचु कौन पे आमको सृष्टि कराई। आमे जीव कुआड़े आमे जो जीवन बंचुचे जो जीवन कथा कहले गोटे दीटा बिंदुर गोटे मझी गोटे स्पान जेटा कि जन्म और मृत्यु ता विषय आमर किसी भी धारणा नहीं। आमे कहीं जन्म नेलु कहीं जीवन बंचुचु कहीं मरिबा ए विषय मनुष्य संपूर्ण भाव भूली जाइछि। तेणु
ଆଜିର ସଙ୍କଟ କେବଳ ସେଇ ବସ୍ତୁବାଦୀ ମଣିଷ ପାଇଁ ଯେଉଁମାନେ କିଛି ବି ବୁଝନ୍ତିନି, କେବଳ ଅର୍ଥ ପଛରେ କେବଳ ବସ୍ତୁ ପଛରେ ଧାଇଁଛନ୍ତି, ତାଙ୍କରି ପାଇଁ ଏକ ଚେତାବନୀ ଏଇଟା ନିଶ୍ଚିତ ଭାବରେ। ଏବଂ ସେଇପାଇଁ ଯଦି ଆମେ ପ୍ରସ୍ତୁତ ହେଇ ରହିପାରି ଏବଂ ପ୍ରକୃତରେ ସ୍ପିରିଚୁଆଲିଟି କ'ଣ ତାକୁ ଯଦି ଆମେ ଟିକେ ହୃଦୟଙ୍ଗମ କରିବା ପାଇଁ ସକ୍ଷମ ହେଇଥାଇ ଯେ କେମିତି ଯୁଗ ପରିବର୍ତ୍ତନ ହେବା ପାଇଁ ଯାଉଛି, ପୃଥିବୀ ପୃଷ୍ଠରେ ମଣିଷର ଭୂମିକା, ମଣିଷ ଯେତିକି ଡେଭଲପ୍ କରିବା କଥା ତା ମନ ପ୍ରାଣ ଶରୀର ତାହା ହେଇସାରିଛି। ବର୍ତ୍ତମାନ ଯେଉଁ ଫୋର୍ଥ ଡାଇମେନ୍ସନ୍ ଯେଉଁଟାକି ଅନ୍ତରାତ୍ମାର ବିକାଶ ଦିଗରେ ମଣିଷ ଯଦି ସଚେତନ ହୋଇପାରନ୍ତା ତାହେଲେ ଏ ସଙ୍କଟ ନିଶ୍ଚିତ ଭାବରେ ଦୂରେଇ ଯାଆନ୍ତା। କାହିଁକିନା ଏଇ ଶିକ୍ଷା ଦେବା ପାଇଁ ହିଁ ଏ ସଙ୍କଟ ଆସିଥାଏ। whenever difficulty comes, it always comes to teach us something। ଏବଂ ଏଇ ଯେଉଁ ଭୟଙ୍କର କାଲାମିଟି, ଭୟଙ୍କର ଡିସେଷ୍ଟ୍ରାସ୍ ଆମ ପାଇଁ ନଈ ଆସିଛି, ୟା ପଛରେ ଈଶ୍ୱରଙ୍କର ନିଶ୍ଚୟ ସକ୍ରିୟ ବିଧାନ ରହିଛି। ମା ଗୋଟେ ବାଣୀରେ କହିଥିଲେ ଏଜେଣ୍ଡାରେ, ସେଟା ଏଜେଣ୍ଡା 11 ପେଜ୍ 234, after the forthcoming huge destruction, Sri Aurobindo is coming in his first supramental body upon earth। ତେଣୁ to defend the earth mother, the mother India, and to defend himself and to meet the final challenge of universal egoism and falsehood। ଯେଉଁ ଇଗୋଇଜିମ୍ ଆଉ ଫଲସୁଡ୍ ସାରା ବିଶ୍ୱକୁ ଗ୍ରାସ କରିଛି, ଏଥିରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ଭଗବାନଙ୍କର ସହାୟତା ନେବା ପାଇଁ ପଡ଼ିବ, ତାଙ୍କର ପକ୍ଷ ସମର୍ଥନ କରିବା ପାଇଁ ପଡ଼ିବ। ତା ନହେଲେ ଆମେ ଏବିସ୍ ଅର୍ଥାତ୍ ରସାତଳକୁ ଯିବା। ଯେମିତି ଅନେକ ପ୍ରାଣୀ ସେମାନେ ତାଙ୍କର ଶରୀର ସ୍ତରରେ ସ୍ଥୂଳକାୟ ହେଇକି ବଢ଼ି ବଢ଼ି ଗଲେ, କିନ୍ତୁ ଆଉ ଅନ୍ୟାନ୍ୟ ସତ୍ତା ଆତ୍ମା ସ୍ତରରେ ବା ଅନ୍ୟ ସ୍ତରରେ ବଢ଼ିଲେନି, ଯାହାଫଳରେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଗଲେ, ଯଥା ଡାଇନୋସର। ସେମିତି ମଣିଷ ମଧ୍ୟ ବିଲୁପ୍ତ ହୋଇଯିବ। ଯେଉଁମାନେ କିଛି ନା କିଛି ସଚେତନ ଅବସ୍ଥାରେ ଥିବେ, ତାଙ୍କ ଭିତରେ ଯେଉଁ ଚେତନା ଗ୍ରୋ କରିବ, ସେଇ ଚେତନା ହିଁ ଆମ ପାଇଁ ଭବିଷ୍ୟତ ଇଭଲ୍ୟୁସନ୍ ପାଇଁ ସେ ହେବ ଆମର ପାଥେୟ। ଏବଂ ସେଇ ଚେତନାକୁ ପାଥେୟ କରି ଆମେ ନିଶ୍ଚିତ ଭାବରେ ଯିବା, ଆଗକୁ ଯିବା। ଆମେ ହତାଶ ହେବାନି। ବିଶେଷ କରି ଯେଉଁମାନେ ମା ଶ୍ରୀଙ୍କର ଦର୍ଶନର ଆଦର୍ଶରେ ଅନୁପ୍ରାଣିତ, ସେମାନଙ୍କୁ ଆଦୌ ହତାଶାର ପ୍ରଶ୍ନ ଉଠୁନି ତାଙ୍କ ପାଇଁ। କାହିଁକି ନା ସେ ଆମକୁ ଅଭୟ ବାଣୀ ଦେଇଛନ୍ତି। ନିଶ୍ଚିତ ଭାବରେ ଆମେ ଆଗକୁ ଯିବା। ଗୋଟେ ନୂଆ ପୃଥିବୀ ପାଇଁ ସୃଷ୍ଟି ହେଇଗଲାଣି। ଏ ନ୍ୟୁ ୱାର୍ଲଡ ଇଜ୍ ବର୍ନ। ତେଣୁ ସୁପ୍ରାମେଣ୍ଟାଲ ଶକ୍ତି ବର୍ତ୍ତମାନ କ୍ରିୟାଶୀଳ। only open ourselves to the new light that breaks upon the earth, then our path will be illumined। ଯେଉଁ ଆଲୋକ ପୃଥିବୀ ପୃଷ୍ଠରେ ଉଦ୍ଭାସିତ ହେଇଛି, ଅତିମାନ ସାଲୋକ, ତା ପ୍ରତି ଯଦି ଆମେ ନିଜକୁ ଖୋଲି ରହିବୁ, ତାହେଲେ ନିଶ୍ଚିତ ଭାବରେ ଆମେ ଏଥିରେ ସଫଳ ହେବା। ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଆଉ ଗୋଟେ କଥା ମୁଁ କହିବି ସୃଷ୍ଟିର ଲକ୍ଷ୍ୟ ସମ୍ବନ୍ଧରେ। ଆପଣମାନେ ସମସ୍ତେ ଜାଣନ୍ତି ଯେ in God conceived the world began to be, tardily it travels towards manifest God। ସାବିତ୍ରୀର କଥା, ଭଗବାନ ପରିବୃତ ହୋଇ ସୃଷ୍ଟି ଆରମ୍ଭ ହୋଇଛି ଏବଂ ଭଗବାନଙ୍କୁ ପ୍ରକାଶ କରିବା ଏହି ସୃଷ୍ଟିର ଲକ୍ଷ୍ୟ। ତେଣୁ ଏଇ ରାସ୍ତାରେ, ଏଇ ଇଭଲ୍ୟୁସନର ଏଇ ପାହାଚରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ ହିସାବରେ ପରିଗଣିତ ହେଉଛି। କିନ୍ତୁ ଶ୍ରେଷ୍ଠତମ ନୁହଁ। ୟା ପରେ ଯେଉଁ କଥା ଆସିଛି ସେଇଟା ଆମକୁ ହେବା ପାଇଁ ପଡ଼ିବ, ଅତିକ୍ରମ କରିବା ପାଇଁ ପଡ଼ିବ। ତା ପାଇଁ ଶ୍ରୀ ଅରବିନ୍ଦ ଆଗରେ ଧାଇଁଛନ୍ତି ଏବଂ ଆମକୁ ପଛରେ ତାଙ୍କୁ ଫଲୋଅର୍ ହିସାବରେ ତାଙ୍କୁ ଅନୁସରଣ କରିବାର ଅଛି। ସେ ପାଇଁ ଆମେ ନିଶ୍ଚିତ ଭାବରେ ସଦାବେଳେ ଉନ୍ମୁକ୍ତ ରହିବା, ତାଙ୍କର ପ୍ରଦର୍ଶିତ ମାର୍ଗକୁ ସଦାବେଳେ ଅନୁସରଣ କରିବା। ଏହା ଯଦି ଆମେ କରିଥାଇ ତାହେଲେ ଆମେ ଏ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବା। ଏବଂ ସେ ଯେଉଁ କଥା କହନ୍ତି ଯେ ମୃତ୍ୟୁ କ'ଣ, ନୋ ପାୱାର କ୍ୟାନ୍ ସ୍ଲେ ମାଇ ସୋଲ୍, ଇଟ୍ ଲିଭ୍ସ ଇନ୍ ଦି, ଦାଇ ପ୍ରେଜେନ୍ସ ଇଜ୍ ମାଇ ଇମର୍ଟାଲିଟି। କୌଣସି ଶକ୍ତି ନାହିଁ ମୋ ଆତ୍ମାକୁ ନିଧନ କରିପାରେ, କାରଣ ତାହା ଭଗବାନଙ୍କ ସହିତ ରହିଛି ଏବଂ ତାଙ୍କ ଉପସ୍ଥିତି ହିଁ ମୋ ପାଇଁ ଅମରତ୍ୱ। ତେଣୁ ଯିଏ ତାଙ୍କ ସହିତ ଏକତ୍ୱ ଲାଭ କରିଛି, ଯଥା he who has found identity with divine pays with his body's death his soul's vast light। ଯେଉଁମାନେ ଭଗବାନଙ୍କ ସହିତ ତଦାତ୍ମ ଲାଭ କରିଥାନ୍ତି, ଏକତ୍ୱ ଲାଭ କରିଥାନ୍ତି,
ଶରୀରର ମୃତ୍ୟୁ ପରେ ସେମାନେ ସେଇ ମହା ଆଲୋକ ସହିତ ମିଶି ଯାଆନ୍ତି। ଏହା ଅନିବାର୍ଯ୍ୟ ସତ୍ୟ। ତେଣୁ ତାଙ୍କ ପାଇଁ ମୃତ୍ୟୁ ନୁହେଁ, ତାଙ୍କ ପାଇଁ ଏଇଟା ଗୋଟେ ଯାତ୍ରା, ମହାପଥର ଯାତ୍ରା, ମହାଯାତ୍ରା କହିଲେ ଚଳେ, ଯେଉଁଥିରେ କି ଆମର ପ୍ରିୟ ଗଦାଧର ଭାଇ ଯାଇଛନ୍ତି। ନିଶ୍ଚିତ ଭାବରେ ସିଏ ସାଧାରଣ ସୋଲ ନଥିଲେ, ସେ ଏକ ଦିବ୍ୟ ଆତ୍ମା ଏବଂ ତାଙ୍କର ଯେଉଁ ସବୁ ସାଧକଚିତ ଗୁଣ ତାଙ୍କ ପାଖରେ ଥିଲା ତାହା ପ୍ରକୃତରେ ସ୍ମରଣୀୟ, ଅନୁକରଣୀୟ। କାହିଁକିନା ମୁଁ ଯେଦୂର ଜାଣିଛି ତାଙ୍କ ବିଷୟରେ, ସିଏ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି, କୌଣସି କଥାରେ ବିଚଳିତ ହୁଅନ୍ତିନି। ମଣିଷ ବିଚଳିତ ହୁଏ କେତେବେଳେ, ମଣିଷ ଭୟ କରେ କେତେବେଳେ, ଆତଙ୍କିତ ହୁଏ କେତେବେଳେ, ଯେତେବେଳେ ସେ ତାର ଅହଂସତ୍ତାରେ ବାସ କରିଥାଏ, ସେତେବେଳେ ଏଇ ସମସ୍ତ କଥାରେ ସେ ବିଚଳିତ ହୋଇପଡ଼େ। କିନ୍ତୁ ଗଦାଧର ଭାଇ ଏଭଳି ଗୋଟେ ବ୍ୟକ୍ତି ଥିଲେ, ସେ କଥା କହିବା ତ ବର୍ତ୍ତମାନ ସମ୍ଭବ ନୁହେଁ ସବୁ କଥା। ତଥାପି ଯେତିକି ମୁଁ ଜାଣିଛି, ମୁଁ ତାଙ୍କ ସାଙ୍ଗରେ 1971 ମସିହାରୁ ତାଙ୍କ ସହିତ ମିଶିଛି। ମୁଁ ପ୍ରଥମେ 71-72 ଶିକ୍ଷାବର୍ଷରେ ଏ ସ୍ଥାନୀୟ ଶ୍ରୀମା ଶିକ୍ଷା ସଦନରେ ହେଡ଼ମାଷ୍ଟର ଥିଲି। ସେ ମୋ ପାଖରୁ ଚାର୍ଜ ନେଲେ। ସେ ସେତେବେଳେ ସେଇ ବର୍ଷଟା ଯାଇଥିଲେ ଟ୍ରେନିଂ, ବିଇଡ଼ି ଟ୍ରେନିଂ। ତାପରେ ଆସିକି ସେ ମୋ ପାଖରୁ ଚାର୍ଜ ନେଲେ। ସେ ଅନେକ କଥା, ମୁଁ କଣ୍ଟାକ୍ଟ ବେସିରେ ଆସିଥିଲି, ସମର ଭ୍ୟାକେସନ୍ ପୂର୍ବରୁ ମୋତେ ଛାଡ଼ିଦେବା କଥା। କିନ୍ତୁ ସେତେବେଳେ ପରିସ୍ଥିତି ଏମିତି ହେଲା, ସେ ଆସିଲା ବେଳକୁ ତତ୍କାଳୀନ ଯେଉଁ ମ୍ୟାନେଜମେଣ୍ଟ ଥିଲେ, ହରେକୃଷ୍ଣ ବାବୁ, ସେ ଉପେନ୍ଦ୍ର ବାବୁ, ସୁରେନ୍ଦ୍ର ବାବୁ, ରମାନାଥ ବାବୁ, ଦୈତାରୀ ବାବୁ, ଏମିତି କେତେ ବାବୁ ସବୁ ଚାଲିଗଲେଣି। ସେମାନେ ମ୍ୟାନେଜମେଣ୍ଟରେ ଥାଆନ୍ତି। ଆଉ ସେମାନେ ସିଏ ଆସିଲା ପରେ ମୋତେ କହିଲେ, ଆପଣ ଥାଆନ୍ତୁ, ସିଏ ବି ରହନ୍ତୁ, ଆପଣ ହେଡ଼ମାଷ୍ଟର ରହିବେ, ସିଏ ଆସିଷ୍ଟାଣ୍ଟ ରହିବେ। ସିଏ କିନ୍ତୁ ବାରମ୍ବାର ମୋ ପାଖରେ ଆସି ପହଞ୍ଚିଥାନ୍ତି। ମୋତେ କଥା ଦିଆହେଇଥିଲା ସମର ଭ୍ୟାକେସନ୍ ପୂର୍ବରୁ ମୋତେ ଛାଡ଼ିଦେବେ, କିନ୍ତୁ ମୋତେ ମାନେ କୌଣସି ପ୍ରକାର ଛାଡ଼ିବେନି। 2 ମାସର ଦରମା ମଧ୍ୟ ଦେଲେ, କେତେ ପ୍ରକାର ସୁବିଧା ମୋତେ ଦେଇଥାନ୍ତି ସେତେବେଳେ କହିବା ବାହୁଲ୍ୟ। ଆଉ ଗୌରବ ବୋଲି ଜଣେ ଏ ସ୍ଥାନୀୟ ପିଅନ ଏଠି ଥାଏ, ଯିଏକି ମୋର 24 ଘଣ୍ଟା ଆଟେଣ୍ଡାଣ୍ଟ ହେଇକି ସେ ରହୁଥାଏ, ରୋଷେଇବାସ ଭଲ ମନ୍ଦ ସବୁ କଥା ବୁଝୁଥାଏ। ତାପରେ ଯେତେବେଳେ ମୁଁ ଗଦାଧର ବାବୁଙ୍କ ସାଙ୍ଗରେ ଦେଖା କଲି, ସେତେବେଳେ ମୁଁ କହିଲି, ଦେଖନ୍ତୁ, ମୁଁ ଗୋଟେ ଜାଗାରେ ଫାଉଣ୍ଡର ହେଡ଼ମାଷ୍ଟର ଥିଲି, ସେଠି ଛାଡ଼ି ଆସିଲା ବେଳେ ଯେଉଁ ଦୁଃଖ, ସେ ଦୁଃଖରେ ଆପଣଙ୍କୁ ପକାଇବା ପାଇଁ ମୁଁ ଚାହେଁନି। ମୁଁ ନିଶ୍ଚିତ ଭାବରେ ଚାଲିଯିବି, ଆପଣ ନିଶ୍ଚିତ ରହନ୍ତୁ। କିନ୍ତୁ ମ୍ୟାନେଜମେଣ୍ଟ ଶୁଣୁନଥାନ୍ତି। ଶେଷରେ ବାଧ୍ୟ ହୋଇକି ମୁଁ ଜୁଲାଇ 7 ତାରିଖ, ସମର ଭ୍ୟାକେସନ୍ ଗଲା ପରେ ଜୁଲାଇ 7 ତାରିଖ ଦିନ ରିଜାଇନ୍ ଦେଇ ପଳେଇ ଆସିଲି। ତାପରେ ଗଦାଧରକୁ ସେ ସ୍ଥାନ ଅଧିକାର କଲେ। ଯାହା ବି ହେଉ, ତାପରେ ତାଙ୍କ ସହିତ ମୋର ସମ୍ପର୍କ ଅତି ମଧୁର ଥିଲା। ପ୍ରତି ପାଠଚକ୍ରରେ ତାଙ୍କ ସାଙ୍ଗରେ ଦେଖା ହେଉଥାଏ। ଏଇ ଲାଷ୍ଟ ପଣ୍ଡିଚେରୀ ଯିବାରେ, ଆଉ ତାଙ୍କର ଲାଷ୍ଟ ଭିଜିଟ୍ ସେଟା ପଣ୍ଡିଚେରୀ, ଆମେ 2 ଜଣ ସାଙ୍ଗ ହୋଇ ସଦାବେଳେ ବୁଲୁଥାଇ ଆଶ୍ରମରେ। ସେଠି ଆଲୋକ ପାଣ୍ଡେଙ୍କର ସାବିତ୍ର ଅଧ୍ୟୟନ କ୍ଲାସ୍ ଚାଲିଥାଏ, ତାକୁ ମଧ୍ୟ ଆମେ ଆଟେଣ୍ଡ କରୁଥାଉ। 2 ଜଣଙ୍କ ପାଇଁ 2ଟା ରିଜର୍ଭ ଚେୟାର ଥାଏ। ଆମେ ସବୁଦିନ 5ଟାରେ ଯାଇକି ସେଠି ପହଞ୍ଚିଥାଉ। ସିଏ ଡେରି ହେଲେ ମୁଁ ଅପେକ୍ଷା କରିଥାଏ, ମାନେ ମୋର ଡେରି ହେଲେ ସିଏ ଅପେକ୍ଷା କରିଥାନ୍ତି। ଯାହା ହେଉ, ଅତି ଆନ୍ତରିକତାର ସହିତ। ଆଉ ଯେତେବେଳେ ତାଙ୍କ ଘରେ ଯେତେବେଳେ ପାଠଚକ୍ର ହୁଏ, ସଦାବେଳେ ତ ମୋତେ ନିମନ୍ତ୍ରଣ କରନ୍ତି ଏବଂ ମୁଁ ଆସେ। ସେଇ ଦୃଷ୍ଟିରୁ ଘନିଷ୍ଠତା ଏତେ ବଢ଼ି ଯାଇଥାଏ, ଆଉ ଯାହାଫଳରେ ମୁଁ ସେ ମାନେ ବର୍ତ୍ତମାନ ଭାବିପାରୁନି ସେ ନାହାନ୍ତି ବୋଲି। ମୁଁ ଭାବୁଛି ସେ ଅଛନ୍ତି, ସେ ନିଶ୍ଚିତ ଭାବରେ ଆମ ଗହଣରେ ଅଛନ୍ତି। ସେ ଜମା ଯାଇନାହାନ୍ତି, ନିଶ୍ଚିତ ଭାବରେ ଅଛନ୍ତି। ଯାହା ହେଉ, ଏ ବିଷୟରେ ମୁଁ ଆଉ ଅଧିକ କଥା କହି ଅନ୍ୟମାନଙ୍କର ସମୟ ନେବା ପାଇଁ ଚାହୁଁନି। ଗୋଟିଏ କଥା କହିବି, ଇଏ ଯେଉଁ ଦୁଃଖ କଷ୍ଟ ସହି ବା ଯେଉଁ ଯନ୍ତ୍ରଣା ସହିକି ସେ ଗଲେ, ମଣିଷ ପାଇଁ ଯନ୍ତ୍ରଣା ଏକ ଆଶୀର୍ବାଦ। ଯଦି ଯନ୍ତ୍ରଣା ନଥାନ୍ତା ତାହେଲେ ତାର ଅଗ୍ରଗତି ନଥାନ୍ତା। ସାବିତ୍ରୀ କୁହାଯାଇଛି, ପେନ୍ ଇଜ୍ ଦି ସିଗ୍ନେଚର ଅଫ୍ ଇଗ୍ନୋରେନ୍ସ, attesting the secret God denied by life. Until life finds him, pain can never end. ଯାହାର ଅର୍ଥ ହେଉଛି, ପେନ୍ ଇଜ୍ ଦି ସିଗ୍ନେଚର ଅଫ୍ ଇଗ୍ନୋରେନ୍ସ, ଅର୍ଥାତ୍ ଯନ୍ତ୍ରଣା ହେଉଛି ଅଜ୍ଞତାର ସ୍ୱାକ୍ଷର। ଯାହାକୁ ଭଗବାନ ସମର୍ଥନ କରିଥାନ୍ତି, ଆଟେଷ୍ଟ କରିଥାନ୍ତି, ଜୀବନ ତାକୁ ପ୍ରତ୍ୟାଖ୍ୟାନ କରେ। ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ନ ପାଉଛୁ, ସେ ପର୍ଯ୍ୟନ୍ତ ଯନ୍ତ୍ରଣାର ଅବସାନ ନାହିଁ। ସେହି ଦୃଷ୍ଟିରୁ ମଣିଷ ଭଗବତ ପ୍ରାପ୍ତି ହେବ, ଭଗବାନଙ୍କୁ ପାଇବ, ଭଗବାନ ହେଇ ଉଠିବ। ସେତେବେଳେ ଏ ବିଶ୍ୱରୁ ଯନ୍ତ୍ରଣାର ଅବସାନ ହେବ। ଏହା ଅବଧାରିତ, ଏହା ସ୍ଥିର ନିଶ୍ଚିତ, ଯେତେବେଳେ ମଣିଷ ଅତିମାନ ସ୍ତରକୁ ଉତ୍ତୀର୍ଣ୍ଣ ହେବ। ତେଣୁ ସେହି କ୍ଷେତ୍ରରେ
आम बर्तमान आम गोटे कथा निज भितर भगवान प्रेजेन्स माँ प्रेजेन्स सदा बेले जो आम धरी रखा ओनली वे आर सेफ आज कोरोनार दुर्योगे बंचार एकमात्र पाथेय होची जदि आम हृदय भितर भगवान को आम सदा बेले धारण कर रखिथिबा ताहले आमको किछि भी स्पर्श कहीं करबनी सावित्री सुंदर भाव कहुई ओनली वे आर सेफ हु केप्ट गॉड इन देयर हार्ट करेज देयर आर्मर फेथ देयर सोर्ड दे मस्ट वर्क हीरोज एंड सोल्जर्स इन द आर्मी ऑफ लाइफ आलोक बाहिनी सैनिक होगी आम आगे धाई धाई चली आमर कहीं भी किसी क्षति करें आम कि आक्रांत करें कि कोरोना हो कि आउ कि हो जदि आम से आलोक बंची सदा बेले धारण कर आम निर्भीक भाव सैनिक हो आलोक बाहिनी सैनिक हो आम आगु आगे चली अधिक कथा मुझे कहवाई चाहूनी एति रोचे माँ आशीर्वाद समस्त झड़ी पड़ू आउ समस्ते आनंद खुशी रहतु माँ को भरोसा करी आम कालातिपात करवा एति को रोचे धन्यवाद। नमस्कार। आज प्रिय गदाधर भाई जे दीर्घ दिन धरी आम मान गहन केतेकांश एक सक्रिय और सचेतन जीवनटी अतिवाहित करथिले तांकर देहावसान घटी यही उद्देश्य रे कथा हैला बेले तांको आमे अनेक तो निश्चय मने पकाइबा पुणी केतेके दुख और शोक व्यक्त करिवे यह स्वाभाविकता मात्र मोर प्रसंग टिके भिन्न कारण यही सब घटना आमको अधिक आत्मसचेतन कराइबार एक अवसर बोली भाविबा जरूरी निजको जीवन को वो पार्थिव प्रकृतिर प्रक्रिया को तर्जमा करी जीवन और मृत्युर रहस्य को अधिक बुझीवा को एक प्रयास अवकाश ही यही समयर यथार्थ आह्वान। आमे पृथ्वी रे जमिति जीवनटी बंचीचु से संपर्क रे बहुत कम सचेतन अनभिज्ञ मध्य जार परिणाम मृत्युर आलिंगन गभीर अर्थ रे देखिले जने प्राज्ञ और जने सचेतन व्यक्ति से पर्यंत मृत्युर कबल को जाए नहीं जे पर्यंत से ताकू न चाहिछि अन्य पक्षर कहले जीवन को भल पाइछि आमे स्वीकार कर नहीं थाऊ जे जीवन अच्छी तो मृत्यु अच्छी समय क्रमे वार्धक्यर परिणति स्वरूप मृत्यु अनिवार्य यही आम मृत्युर प्रधान कारण। द्वितीयटी जीवन बंचिबार असल कला कौशलटी हाथई न पारिबार मृत्युर अधीन को जीवाको बाध्य होइताओ। यही प्रसंग रे माँ को थरे प्रश्न हेबारु से कहिथिले मृत्यु आसीबा पूर्वरु आमको एक दरखास्त दिए आमे ताकू ग्रहण करिनौ बा स्वीकृति देउ तेणु से सहजरे आमको कबलित करे बा आमे ता अधीन रे धरा देउ। सत को सत देखिले
किए मरे दुर्बलटीए मरे हताशाटीए मरे बा असंतुष्ट व्यक्तिटीए मरे सर्वोपरि दुखीटीए ही मरे सबल केबे मरे नाही सबल थिबा पर्यंत साहस बांधी थिबा पर्यंत आशा बांधी थिबा पर्यंत खुशी रे थिबा पर्यंत जणे मरी न पारे एटी कहिबी मरण प्रकृति रे कौन ताकू टिके बुझीबा देह नष्ट हेबा बा बेसी हेले ता पश्चात रे थिबा एक मानसिक भली जंत्र बा मानसिकता जे से देहटी को चलाए से आउ काम करे ना एतिकी ना आउ किछि असल रे देखिले जीवन पश्चात रे आउरी एक गभीर रहस्य लुकायित ही अच्छी बेले बेले बाहर को आमको ता देखा जाए मात्र सचेतनता अभाव आमे ताको बुझी पारुना बा जदि बुझी पारु पुणी ताको अवहेला करू असल रे देखिले यहाँ पश्चात रे स्वयं से ही सही परम ब्रह्म परात्पर एक जीवात्मा जी चैत्य सत्ता रूपरे जीवन रु जीवनांतर आमको आगको नहीं चले जीवन को रूपायित करी चले सही चरम लक्ष्य अमृतत्वर संधान रे तेणु श्री अरविंद भाषा डेथ इज ए प्रेसेस फ्रॉम वन लाइफ टू अनदर जीवन एक रास्ता एक मार्ग एक अवसर जीवन रु जीवनांतर निमंते एक कथा मानी नहीं गले आमे आउ द्वंद्व पड़वा नहीं शोक व्यक्त करवा नहीं दुख पाइबा नहीं बा जीवन आमको केबे अड़ुआरे पकईब नहीं आम आखि आगरे जीवनर स्पष्टता प्रतीयमान हो जीव धीरे धीरे आमको आगकू रास्ता पूरा सफा देखा दी यही कथा बुझी नबा आमको आमर जीवन दिया होइछि अग्रगति निमंते जो माँ ओ श्री अरविंद ए पृथ्वी को आसीचंती आमे पाठचक्र करुछु पूर्णांग शिक्षा रे अछु पूर्ण योग को ग्रहण करिछु एवं सेई बाटरे बाट चलीछु समय आम पाई यही प्रकार एक आह्वान दौची एक कथा बुझी नबा आउ बेसी आज समय नहीं पुणी केबे परे कथा हबा धन्यवाद प्रणाम करी रहुछि। परमोच्च प्रभु सत्य नित्यताम केवलम अनुवर्ताम ही सत्य अनुजीवाम केवलम हे परम प्रभु शाश्वत सत्य आम्भे मैंने जेपरी केवल तुमरी आज्ञा भोग हो उठू एवं परम सत्यर विधान का श्रेय करी जीवन धारण कर श्रीमाता शरण मम श्री अरविंद शरण श्री अरविंद पाठचक्र
ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ଯୋଗମାର୍ଗର ପ୍ରସାର ପ୍ରଚାର ଏବଂ ତାକୁ ଜନସମାଜ ପାଇଁ ପ୍ରୟୋଗ କରିବାର ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରୀ ଅରବିନ୍ଦ ପାଠଚକ୍ର ଏକାଧାରରେ ସଦ୍ଗୁରୁ ସଦ୍ଗ୍ରନ୍ଥ ଓ ସତ୍ସଙ୍ଗର ମିଳନ ସ୍ଥଳ। ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗର ପ୍ରାଥମିକ ପାଠଶାଳା ଏବଂ ପ୍ରାଥମିକ ପ୍ରୟୋଗଶାଳାର ଭିତ୍ତିଭୂମି ପ୍ରସ୍ତୁତ କରିଥାଏ। ଶ୍ରୀ ଅରବିନ୍ଦ ପାଠଚକ୍ର ଏକ ଭବିଷ୍ୟତ ମାନବର ଯେଉଁ ଦିବ୍ୟ ମାନବର ଧରାବତରଣ ହେବ ତାର ଭିତ୍ତିଭୂମି ସ୍ଥାପନ କରିବା ନିମନ୍ତେ ସଦା ସର୍ବଦା କାର୍ଯ୍ୟରତ ହୋଇ ଆସୁଛି। ପୂର୍ଣ୍ଣଯୋଗ ଶ୍ରୀ ଅରବିନ୍ଦ ଯେଉଁ ଯୋଗମାର୍ଗର ପଥ ପ୍ରଦର୍ଶକ, ଯେଉଁଠି ଭାରତୀୟ ଯୌଗିକ ପରମ୍ପରାର ସମସ୍ତ ଧରା ଓ ଧାରା ସମନ୍ୱିତ ହୋଇଛି। ଏହା ଜ୍ଞାନ ଯୋଗ, କର୍ମଯୋଗ ଓ ଭକ୍ତି ଯୋଗର ଅପୂର୍ବ ସମନ୍ୱୟ ସ୍ଥାପନ କରିଥାଏ। ଶ୍ରୀ ଅରବିନ୍ଦଙ୍କର ଯେଉଁ ପୂର୍ଣ୍ଣଯୋଗ ତାର ମହାନ ଲକ୍ଷ୍ୟ ହେଉଛି ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି। ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି। ଆମେ ଯେଉଁ ଯୁଗ ଯୁଗର ଜନ୍ମ ଜନ୍ମାନ୍ତରର କିଛି ପ୍ରାରବ୍ଧ ଆମ ଭିତରେ ରହିଛି। ମଣିଷ ଭିତରେ କିଛି ସୁଗୁଣ ରହିଛି, କିଛି କୁଗୁଣ ମଧ୍ୟ ରହିଛି ଏବଂ এই ଯେଉଁଗୁଡ଼ିକ କୁଗୁଣ, ଯେଉଁଗୁଡ଼ିକ ମଣିଷର ଜୀବନର ଲକ୍ଷ୍ୟକୁ ପଥଭ୍ରଷ୍ଟ କରାଏ, ଯାହା ମଣିଷକୁ ଲକ୍ଷ୍ୟଭ୍ରଷ୍ଟ କରାଏ, ସେହି କୁଗୁଣ ଗୁଡ଼ିକୁ ପରିତ୍ୟାଗ କରିବା ଏବଂ ସୁଗୁଣ ଗୁଡ଼ିକୁ ଆମେ ଗ୍ରହଣ କରିବା। এই କଥା ହେଲେ ଆମର ରୂପାନ୍ତର କ୍ରିୟା ସହଜ ହେବ ଏବଂ ଯେଉଁ କଥା କୁହାଯାଉଛି ଯେ ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି, ତାହା ମଧ୍ୟ ସହଜ ହେବ। ଏ ମନ, ଏ ଶରୀର, ଏ ଆତ୍ମା, ଏ ଚେତନା, ଏସବୁ ଭଗବତମୟ ହୋଇଯିବ। ଆମେ ତାକୁ କେବଳ ଏକ ପୂର୍ଣ୍ଣଯୋଗ ବୋଲି ଏଇଥିପାଇଁ କୁହାଯାଇଛି ଯେ ଏହା ଏକ ଜନ୍ମ ଜନ୍ମାନ୍ତରର ଯୋଗ ସାଧନା। ଆମେ ଏଇ ଜନ୍ମରେ ଯେ ପୂର୍ଣ୍ଣତା ପ୍ରାପ୍ତି ହେଇଯିବା
से कथा नुह ये साधना आमको जन्म जन्मांतर बाट देखेब एठी भगवान को पाइबा आम जोग करूना श्री अरविंद जोगमार्गर जो माने पथिक से माने भगवान को पाइबा संसार त्याग करी कौपिन पिंधि जटा धारण करी पर्वत गुंफारे जो निरिध्यासन ध्यान धारणा से निमज्जित होवार आवश्यकता नहीं। श्री अरविंद जोगरे भगवान को पाइबा साधना नुहे ये मनीषटा भगवान हम यह ही हूँ साधनार लक्ष्य एवं ये संसार को छाड़ी नुहे यह व्यक्तिगत मोक्ष प्राप्ति उद्देश्य नुहे समग्र संसार को रूपांतरित करने को यह रूपांतर जोग मध्य कहा जाए एवं ये जोग मार्ग को सहज साधारण जो सहज सरल करने श्री अरविंद से महाशक्ति को पृथ्वी पृष्ठ को साधना बल अवतीर्ण कर अतिमानस शक्ति से पथ प्रदर्शक हेब से सहायक हेब एवं से आमको आगक आगक जावाई बाट देखे एथिपाई आवश्यक आम मानकर साधक साधिका मानकर दृढ़ विश्वास समर्पण भाव एवं आमर जो कु गुण गुड़ी को प्रत्याख्यान करवा एवं यही जोगर साधक होगापाई आम दृढ़ अभिप्सा पोषण करवा अभिप्सा विश्वास समर्पण एवं प्रत्याख्यान ये जोगर चारिटी स्तंभ यही स्तंभ उपरे पूर्ण जोग रूपांतरित जोग अतिमानस जोग आधारित भाई माने भौणी माने चाहतु जो दिव्य गुरु आम पाई जो महान पथ प्रदर्शन कर पथरे आम पथिक हवा एवं ये पृथ्वी को धरा स्वर्ग परिणत करवा। वंदे मातरम। ओम श्रीमाता अरविंदो मनसा स्मरामि ओम श्रीमाता अरविंदो वचसा गुणामि ओम श्रीमाता अरविंदो शिरसा नमामि ओम श्रीमाता अरविंदो शरणं प्रपद्ये ओम श्रीमाता अरविंदो शरणं प्रपद्ये ओम श्रीमाता अरविंदो शरणं प्रपद्ये। विजयितां श्रीमातृमीरा अरविंदो आज ये ऑनलाइन जरिया श्री अरविंद पाठचक्र तथा स्वर्गत गदाधर भाईंकर श्रुतिचारण उत्सव योगदान कर समस्त भाई तुमर प्रणाम ज्ञापन करुछि कृतज्ञता ज्ञापन करुछि। आज एपरि एक दिन जेतेबेले समग्र विश्व रे ये कोरोना महामारी प्रादुर्भाव चली यही अवसर आम गहन विदाय नहीं आमर अति प्रिय आम दिग्दर्शक पाठचक्र संगठक गदाधर भाई
ଏହି ଅବସରରେ ଶ୍ରୀ ଅରବିନ୍ଦ ସେ ଆମକୁ ଯାହା ପ୍ରଦାନ କରିଛନ୍ତି, ଶ୍ରୀ ଅରବିନ୍ଦଙ୍କର ଦର୍ଶନ ଆଦର୍ଶ ସମ୍ପର୍କରେ ମୁଁ କିଛି ଆଲୋଚନା କରିବି। ଆମମାନଙ୍କର ଯେଉଁ ଲକ୍ଷ୍ୟ, ଏକ ମହାନ ଲକ୍ଷ୍ୟ, ସାଧାରଣ ମଣିଷର ଲକ୍ଷ୍ୟ ଠାରୁ ଯଥେଷ୍ଟ ଅଧିକ। ସାଧାରଣ ମଣିଷ ତାର ତେଲବଣ ସଂସାର ଭିତରେ ସେ ଲକ୍ଷ୍ୟକୁ ପ୍ରତିପାଦନ କରିବାକୁ ଚାହେଁ, କିନ୍ତୁ ଆମମାନେ ଯେଉଁମାନେ ମାଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ପାଠଚକ୍ରରେ ସାମିଲ ହୋଇଛୁ ଏବଂ ମା ଶ୍ରୀରବିନ୍ଦଙ୍କର ଅନୁଗତ, ଆମର ଏକ ସ୍ୱତନ୍ତ୍ର ଲକ୍ଷ୍ୟ ରହିବା ଦରକାର। ସେ ଲକ୍ଷ୍ୟକୁ ଶ୍ରୀ ଅରବିନ୍ଦ ମା ପୁସ୍ତକରେ ଆମକୁ ସୂଚନା ଦେଇଛନ୍ତି। ଯେଉଁ ମହାନ ଏବଂ ଦୃଢ଼ କାର୍ଯ୍ୟ ଆମ ସାଧନାର ଲକ୍ଷ୍ୟ, ତାହା ଦୁଇଟି ଶକ୍ତି ସଂଯୋଗରେ ସମ୍ପନ୍ନ ହୋଇପାରେ। ଗୋଟିଏ ହେଲା ନିମ୍ନରୁ ଆବାହନ କରି ଯେଉଁ ସ୍ଥିର ଅପ୍ରତିହତ ଆସ୍ପୃହା, ଏବଂ ଅନ୍ୟଟି ଉତ୍ତର ଦିଏ ଯେଉଁ ଉପରୁ ଉତ୍ତର ଦିଏ ଯେଉଁ ପରମ ଭାଗବତ କରୁଣା। ତେଣୁ ସେହି ମହାନ କାର୍ଯ୍ୟ, ସେ ମହାନ କାର୍ଯ୍ୟ କ'ଣ? To find out the divine, to manifest the divine and to become the divine। ଆମ ଭିତରେ ଭଗବାନଙ୍କୁ ଖୋଜିବା ହେଉଛି ପ୍ରଥମ କାମ। ତାପରେ ଆମ ଭିତରେ ଭଗବାନଙ୍କୁ ପରିପ୍ରକାଶ କରିବା ହେଲା ଦ୍ୱିତୀୟ କାମ, ଏବଂ ସର୍ବଶେଷ କାମ ହେଉଛି ଭଗବାନ ହେଉଥିବା। ଶ୍ରୀ ଅରବିନ୍ଦ ଯେଉଁ 40 ବର୍ଷ ସାଧନା ପରେ ଯେଉଁ ଶକ୍ତିକୁ ଉତାରି ଆଣିଛନ୍ତି, ତାପରେ ସମଗ୍ର ମାନବ ସମାଜକୁ ସୂଚନା ଦେଇଛନ୍ତି। ବିବର୍ତ୍ତନ ଭିତରେ ମଣିଷ ଏହି ଅବସ୍ଥାକୁ ଆସିଛି। ଏହି ବିବର୍ତ୍ତନ ସରିଯାଇ ନାହିଁ, ଏହି ବିବର୍ତ୍ତନ ଚାଲୁ ରହିଛି। ପ୍ରକୃତି ତା ଭିତରେ ସେ ବିବର୍ତ୍ତନକୁ ଚାଲୁ ରଖିଛି। ତେଣୁ ଏ ମଣିଷ ଦିନେ ଆଉ ଏକ ପାବଚ୍ଛକୁ ଯିବ, ଯାହାକୁ ସେ କହୁଛନ୍ତି ଦିବ୍ୟ ମାନବ ବା ଅତିମାନ ବା ସୁପରମ୍ୟାନ। ସେତିକିବେଳେ ଭଗବାନ ହେଇ ଉଠିବ ସେ। ତେଣୁ ଏହି ପର୍ଯ୍ୟାୟକୁ ଗତି କରିବା ପାଇଁ ଆମମାନେ ଯେଉଁ ଧାରାରେ ଚାଲିଛୁ, ଆମେ ଏହି ପାଠଚକ୍ର ଆୟୋଜନ କରିଛୁ। ଏହି ପାଠଚକ୍ର ମାଧ୍ୟମରେ ଆମର ସାଧାରଣ ଶରୀରର ମନ ପ୍ରାଣ ରୂପାନ୍ତରିତ ହେବ, ଦିବ୍ୟ ଚିନ୍ମୟ ଶକ୍ତିରେ ପରିଣତ ହେବ। ଏହି ଆଶା ଆମକୁ ପ୍ରଭୁ ଶ୍ରୀ ଅରବିନ୍ଦ ଜଗତଜନନୀ ମା ଶ୍ରୀ ମା ଆମକୁ ଦେଇଛନ୍ତି। ଏ ଦିନେ ନା ଦିନେ ନିଶ୍ଚୟ କାର୍ଯ୍ୟରେ ପରିଣତ ହେବ। ସେଥିପାଇଁ ସେ ଆମକୁ ଯନ୍ତ୍ର ରୂପେ, ଯୋଦ୍ଧା ରୂପେ ଗ୍ରହଣ କରିଛନ୍ତି। 1970 ନବବର୍ଷର ବାଣୀରେ ସେ କହୁଛନ୍ତି, ଦି ୱାର୍ଲଡ ଇଜ୍ ପ୍ରିପେୟାରିଂ ଫର୍ ଏ ବିଗ୍ ଚେଞ୍ଜ, ୱିଲ୍ ୟୁ ହେଲ୍ପ? ପୃଥିବୀ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି, ତୁମମାନେ ସାହାଯ୍ୟ କରିବ କି? ସେ ବିରାଟ ପରିବର୍ତ୍ତନ ହେଉଛି କ'ଣ? ସେ ବିରାଟ ପରିବର୍ତ୍ତନ ହେଉଛି ସାଧାରଣ ଜୀବନରୁ ରୂପାନ୍ତରିତ ହୋଇ ଦିବ୍ୟ ମାନବରେ ରୂପାନ୍ତରିତ ହେବା ଏବଂ ଏହି ପୃଥିବୀରେ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା ହେବ। ପୂର୍ବବର୍ତ୍ତୀ ସାଧକମାନେ, ପୂର୍ବବର୍ତ୍ତୀ ସାଧୁ ସନ୍ନ୍ୟାସୀମାନେ, ସେମାନେ ମଧ୍ୟ ନିଜକୁ ମୁକ୍ତି ନିର୍ବାଣ ପ୍ରାପ୍ତ ହେବା ପାଇଁ ପ୍ରୟାସ କରିଥିଲେ। ବହୁ ପ୍ରାଚୀନ କାଳରୁ ଏ କଥା ରହିଆସିଛି। ଭଗବାନଙ୍କ ସହିତ ଯୁକ୍ତ ହୋଇ ସେମାନେ ନିଜର ଜୀବନକୁ କେମିତି ଚରିତାର୍ଥ କରିବେ, ମୁକ୍ତ କରିବେ, ଏ ମାୟା ବନ୍ଧନରୁ ମୁକ୍ତ କରିବେ, ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏବଂ ସେ ଜାଣିଛନ୍ତି ଏ ସଂସାର ହେଉଛି ମାୟା ମିଥ୍ୟା, କେବଳ ଭଗବାନ ହିଁ ସତ୍ୟ, ବ୍ରହ୍ମ ହିଁ ସତ୍ୟ। ତେଣୁ ସେହି ଭାବରେ ସେ ସଂସାରକୁ ତ୍ୟାଗ କରିକି ହିମାଳୟରେ, ଜଙ୍ଗଲରେ, ପାହାଡ଼ ଗୁମ୍ଫାରେ, ନଦୀ କୂଳରେ ବସିକରି ନିକାଞ୍ଚନ ସ୍ଥାନରେ ଭଗବାନଙ୍କୁ ତପସ୍ୟା କରିଛନ୍ତି ଏବଂ ପ୍ରାପ୍ତ ମଧ୍ୟ ହୋଇଛନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ ଆମକୁ କହୁଛନ୍ତି ଏ ସଂସାର ଛାଡ଼ିବାର ଆବଶ୍ୟକତା ନାହିଁ, କାରଣ ଭଗବାନଙ୍କର ଏ ସୃଷ୍ଟି, ଭଗବାନ ଯେ ସତ୍ୟ, ପୃଥିବୀ ସୃଷ୍ଟି ମଧ୍ୟ ସତ୍ୟ। ତେଣୁ ଏହାର ଛାଡ଼ିବାର କିଛି ଆବଶ୍ୟକତା ହିଁ ନାହିଁ। ୟାରି ଭିତରେ, ଏହି ସଂସାର ଭିତରେ, ତେଲରୁଣ ସଂସାର ଭିତରେ, ପରିବାର ଭିତରେ, ସମାଜ ଭିତରେ, ଦେଶ ଭିତରେ, ସମଗ୍ର ପୃଥିବୀ ଭିତରେ ଆମେ ରହି, ସମଗ୍ର ଜଞ୍ଜାଳମୟ ଜଗତ ଭିତରେ ରହି କିପରି ଭଗବତ ପ୍ରାପ୍ତି କରିହେବ, ସେ ମାନେ ସାଂସାରିକ ଜୀବନଧାରାକୁ ଗୌଣ ମନେ କରି କେବଳ ମୁଖ୍ୟ ଗୋଟିଏ ଦିଗରେ ଆମେ ଅଗ୍ରସର ହୋଇପାରିବା, ସେ ହେଉଛି ଭଗବତ ଚେତନାରେ ଆମକୁ ନିମଜ୍ଜିତ ହେବାକୁ ପଡ଼ିବ।
ଆମର ସମସ୍ତ କର୍ମ ହେବ ଭଗବାନଙ୍କ ପ୍ରୀତ୍ୟର୍ଥେ। ଆମେ ଯେତେବେଳେ ଯେଉଁ କର୍ମ କରୁଛେ ସେ କର୍ମ ମାଧ୍ୟମରେ ଭଗବତ ପ୍ରାପ୍ତି ହେବ। ସେ ପାଇଁ ସ୍ୱତନ୍ତ୍ର ଭାବରେ ଧ୍ୟାନ ଧାରଣାର ଆବଶ୍ୟକତା ନାହିଁ। এই কর্ম ভিতরে ধ্যান ধারণা সবকিছু চালিব। তেণু কর্ম ভিতরে ভগবানকে পরিপ্রকাশ করিপারলে সেইটা হচ্ছে উপযুক্ত কর্ম। শ্রী অরবিন্দ মহাপুস্তকে লিখছেন, রিগার্ড ইয়োর লাইফ ইজ গিভেন ইউ অনলি ফর দি ডিভাইন ওয়ার্ক অ্যান্ড টু হেল্প ইন দি ডিভাইন ম্যানিফেস্টেশন, ডিজায়ার নাথিং। মনে রাখ, ভাগবত কর্ম এবং ভাগবত অভিব্যক্তির সাহায্য নিমিত্ত তোমাকে তোমার জীবন দিয়াযাইছি, আর কিছু বি আকাঙ্ক্ষা কর না। তেণু আমମାନେ ଏଥିରୁ ନିଶ୍ଚିତ ଭାବେ ବୁଝିପାରୁଛୁ ଆମକୁ ବହୁ ସ୍ଥିର କରି ବହୁ ଚିନ୍ତା କରି ଭଗବାନ ମଣିଷ ଜୀବନ ଦେଇଛନ୍ତି। ତେଣୁ ଭାଗବତ କର୍ମ ଏବଂ ଭାଗବତ ଅଭିବ୍ୟକ୍ତିର ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆଯାଇଛି। ଆମକୁ ସଦା ସର୍ବଦା ସ୍ମରଣ ରଖିବାକୁ ପଡ଼ିବ। ଆମେ ଯେଉଁ କର୍ମ କରୁଛେ, ଯିଏ ଯେଉଁ କର୍ମ କରୁ, କୃଷକଟିଏ, ଗୃହିଣୀଟିଏ, ଶିକ୍ଷକଟିଏ, ଡାକ୍ତରଟିଏ, ଯେକୌଣସି ବ୍ୟକ୍ତି ଯେଉଁ ଯେଉଁ ସ୍ତରରେ ଯେଉଁ ପର୍ଯ୍ୟାୟରେ ସେ କାର୍ଯ୍ୟ କରୁଛି, ସେଇ କାର୍ଯ୍ୟ ଭିତରେ ସେ ନିଜକୁ ସମୀକ୍ଷା କରିବ, ଏଥିରେ ଭଗବାନ ଖୁସି ହେଉଛନ୍ତି ତ? ଯେଉଁଥିରେ ଭଗବାନ ଖୁସି ନୁହନ୍ତି ସେ କର୍ମକୁ ଆମେ ତ୍ୟାଗ କରିବା। ଆମକୁ କାରଣ ଆମ ଭିତରେ ଆମ ଚତୁଃପାର୍ଶ୍ୱରେ ଯେଉଁ ଅପଶକ୍ତିମାନ ସବୁ ଅଛନ୍ତି, କାମନା, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏସବୁ ଜିନିଷ ଆମକୁ କବଳିତ କରି ରଖିଛି। ଆମେ ଊର୍ଦ୍ଧ୍ୱ ଅଭିମୁଖୀ ଯିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ। ଯେଉଁ ମହାନ ଏବଂ ଦୁରୂହ କାର୍ଯ୍ୟ ଆମ ସାଧନାର ଲକ୍ଷ୍ୟ ବୋଲି କୁହାଯାଇଛି, ସେ ମହାନ କାର୍ଯ୍ୟ ହେଉଛି ଏ ପୃଥିବୀରେ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା ଏବଂ ଏ ମଣିଷ ଦିବ୍ୟ ମାନବରେ ରୂପାନ୍ତରିତ ହେବ। ଏ ହେଉଛି ମହାନ କାର୍ଯ୍ୟ, କିନ୍ତୁ ଏହାକୁ ଦୁରୂହ ମଧ୍ୟ କୁହାଯାଇଛି। ଦୁରୂହ କହିବାର ତାତ୍ପର୍ଯ୍ୟ ହେଉଛି ଯେଉଁ ସ୍ଥିର ଅପ୍ରତିହତ ଆଶ୍ରୟ ଆମକୁ କ'ଣ କରେ, ମାଙ୍କର କରୁଣା, ଭଗବତ କରୁଣା ସଦାସର୍ବଦା ଆମ ଉପରେ ବସି ଚାଲିଛି, କିନ୍ତୁ ତାକୁ ଧାରଣ କରିବା ପାଇଁ, ଗ୍ରହଣ କରିବା ପାଇଁ ଆମର ଆଧାର ପ୍ରସ୍ତୁତ କି? ଆମେ ଆମର ଆଧାରକୁ ପ୍ରସ୍ତୁତ କରିପାରିନୁ। କ'ଣ କରିପାରିନୁ ନା ଆମର ଯେଉଁ ଆସ୍ପୃହା ଭଗବାନଙ୍କୁ ପାଇବାର ଇଚ୍ଛା, ସେଇ ଆସ୍ପୃହା ଆମର ମାନେ ଅପ୍ରତିହତ ହେଉନାହିଁ, ସବୁବେଳେ ପ୍ରତିହତ। ଏଇଠି ଆମେ ଛିଡ଼ା ହେଇଛୁ, ପାଠଚକ୍ରରେ ବସିଛୁ, ମାଙ୍କ ଫଟୋ ତଳେ ବସିଛୁ, ସେତିକି ବେଳେ ଆମର ଚିନ୍ତା ଚେତନା ସେଇଠି କେନ୍ଦ୍ରୀଭୂତ ହେଉଛି, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆମେ ଚାଲିଗଲା ପରେ, ବିଦା ହୋଇଗଲା ପରେ ଆମ ଚେତନା ଭିତରେ ଆମେ ବସି ଯାଉଛୁ, ଏ ଆସ୍ପୃହା ପ୍ରତିହତ ହୋଇଯାଉଛି। ତେଣୁ ସେ କୁହା ହେଉଛି ଦୁରୂହ କାର୍ଯ୍ୟ। ଯେଉଁ ଅପ୍ରତିହତ ଆସ୍ପୃହା, ସ୍ଥିର ଏବଂ ଅପ୍ରତିହତ, এই ଆସ୍ପୃହାଟା ସଦାସର୍ବଦା ସ୍ଥିର ରହିବା ଦରକାର, ଫିକ୍ସ। ଏହାକୁ ଫିକ୍ସଡ୍ ଆଣ୍ଡ ଅନଫେଲିଂ ଆସ୍ପିରେସନ୍ ବୋଲି କୁହାଯାଉଛି ଶ୍ରୀ ଅରବିନ୍ଦଙ୍କ ଭାଷାରେ। ତେଣୁ ସେଇ ଆସ୍ପୃହାଟିକୁ ସଦାସର୍ବଦା ଅଗ୍ନି ରୂପେ, ଆସ୍ପୃହା ଅଗ୍ନି ସଦାସର୍ବଦା ଜାଳି ରଖି ଆମେ ଯଦି ସେଇ ଭଗବତ ଅଭିମୁଖେ ସେଇ ଏକ ଶାଶ୍ୱତ ପଥରେ ଗତି କରିପାରିବା, ତାହେଲେ ନିଶ୍ଚିତ ଭାବେ ଆମେ ସେଇଠି ପହଞ୍ଚିପାରିବା। ଶ୍ରୀ ଅରବିନ୍ଦଙ୍କର ସ୍ୱପ୍ନ ସାକାର ହେବ। ପଞ୍ଚମ ସ୍ୱପ୍ନଟି ଏହି ପୃଥିବୀରେ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା ହେବ ଏବଂ ଏ ମଣିଷ ଦିବ୍ୟ ଜମିରେ ରୂପାନ୍ତରିତ ହେବ। ସେଥିପାଇଁ ଆମର এই ପାଠଚକ୍ରର ଆବଶ୍ୟକତା ଅଛି। ପାଠଚକ୍ର ହେଉଛି ତାହାର ତୃଣମୂଳ ଅବସ୍ଥା। এইଠୁ ଆମେ ଆସ୍ତେ ଆସ୍ତେ ଅଗ୍ରସର ହେଇକି ଆମ ସାଧନାର, ଆମର ଚେତନାର ଅଗ୍ରଭାଗରେ ପହଞ୍ଚିପାରିବା। ସେଥିପାଇଁ ଏହାକୁ ପାଠଚକ୍ରର ଯଥେଷ୍ଟ ଆବଶ୍ୟକତା ଅଛି। ପାଠଚକ୍ର ହେଉଛି ଏକ ସତ୍ସଙ୍ଗ, ଯେଉଁ ସତ୍ସଙ୍ଗ ମାଧ୍ୟମରେ ଚେତନାର ପରିବର୍ତ୍ତନ, ଭାବର ପରିବର୍ତ୍ତନ, ହୃଦୟ ଭିତରେ ଚୈତସତ୍ତାଙ୍କୁ ସମ୍ମିଳନ ହେବାର ଏକ ପଥ। ତେଣୁ ସେହି ସତ୍ସଙ୍ଗ ସମ୍ପର୍କରେ ପ୍ରାଚୀନ କାଳରୁ ବହୁ କିମ୍ବଦନ୍ତୀ ସବୁ ଅଛି। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହୁଛନ୍ତି ମୁହମ୍ମଦଙ୍କର କାବ୍ୟରେ, ଯାବତ୍ ଜନମଂ ତାବତ୍ ମରଣଂ ତାବତ୍ ଜନନୀ ଜଠରେ ଶୟନମ୍ ଇତି ସଂସାର ସ୍ଫୁଟତର ଦୋଷ କଥମିହ ମାନବତବ ସନ୍ତୋଷ। ଏ ମଣିଷ ତୋର ଆତ୍ମସନ୍ତୁଷ୍ଟିଟା କେଉଁଠି? এই ଜନ୍ମ ମୃତ୍ୟୁର ଆବର୍ତ୍ତନ ଭିତରେ ଘୁରି ବୁଲୁଥିବୁ ନା ଆଉ କିଛି ଅଛି? ପୁଣି ଆଉ ଏକ ପଙ୍କ୍ତିରେ କୁହାଯାଉଛି, ନଳିନୀ ଜଳଗତ୍ ଜଳମତି ତରଳମ୍ ତତ୍ ବୟଂ ଜୀବନମ୍ ଅତିଶୟ ଚପଳମ୍ କ୍ଷଣମିହ ସଜ୍ଜନ ସଙ୍ଗତି ରେଖା ଭବତୀ ଭବାର୍ଣ୍ଣବତରଣୀ ନୌକା। ତେଣୁ ଆମର ଜୀବନ ପଦ୍ମପତ୍ର ଜଳ ଭଳିଆ କ୍ଷଣସ୍ଥାୟୀ, ସେ କେତେବେଳେ ଢଳି ପଡ଼ିବ ତାର ହିସାବ ନାହିଁ। ତେଣୁ ସେଇ କ୍ଷଣସ୍ଥାୟୀ ଜୀବନ ଭିତରେ ଆମେ ଯଦି ସତ୍ସଙ୍ଗ କରିଥାଇ, ଅଳ୍ପ କ୍ଷଣ ଭିତରେ ଯଦି ସତ୍ସଙ୍ଗ ଆମେ କରିଥାଇ, ତାହେଲେ ସେ ଆମକୁ ଏହି ପ୍ରକାର ଭବ ରୂପକ ସଂସାର ରୂପକ ସାଗରରୁ
आमको निश्चित भाव उद्धार कर सन्देह ना। पुणी गौतम बुद्ध मध्य जो तांकर महत् वाणी देइचंती, बुद्धं शरणं गच्छामि, धर्मं शरणं गच्छामि, संघं शरणं गच्छामि। बुद्ध बोले भगवान शरणापन्न हो। आम जीवन काल भितर आम कौटी शरणापन्न हाँवाई से कहते ना, भगवान शरणापन्न हो। बुद्धं शरणं गच्छामि, धर्मं शरणं गच्छामि अर्थात शास्त्र शरणापन्न हो। अर्थात आम निज जीवन भितर यदि अग्रगति करने को चाहूँ, चैत्य सत्ता सहित जब आम सम्मिलित होगा चाहूँ, आम ज्ञानर अभिवृद्धि होगा चाहूँ, भक्ति ज्ञान कर्म या को सामिल करी यदि कार्य करने को चाहूँ, ताहले निश्चित भाव में आमको किसी अध्ययन करने पड़ो, शास्त्र अध्ययन करने पड़ो। भारतीय आर्य संस्कृति बहु शास्त्र अच्छी, तत्संगे संगे माँ श्रीलंकर बहु पुस्तक मध्य लिखा अच्छी। ताकू जदि अध्ययन न करवा ताहले आमे केबे भी अग्रगति आमर हो पारिब नाही। ये शास्त्र अध्ययन मध्य एक सत्संग एवं तापर कह जाउची संघं शरणं गच्छामि। संघ बोले संगठन, जेटा को आमको पाठचक्र बोली कह जाउची। तेणु ये पाठचक्र एक संगठन, ये पाठचक्र एक दिव्य भूमि केन्द्रस्थली, एक चार्जिंग सेंटर कहले अत्युक्ति हेब नाही। आमर जो बैटेरी अच्छी मोबाइलटे अच्छी सी जिते तार चार्ज सरी जाऊँचे से अकामी हो जाऊँची, निष्क्रिय हो जाऊँची, पुणी ताको चार्ज करदे से सक्रिय हो जाऊँची। सेहीपरि आमर चेतनार निष्क्रियता सुप्त अवस्था जो आसी जाए से पाठचक्र आमको चार्ज कर दिए। पाठचक्र आमको शक्ति जोगाए, भगवत शक्ति, भगवत आराधनार शक्ति। तेणु ये पाठचक्र माध्यम सत्संग माध्यम आम निश्चित भाव आम लक्ष्य पहुँच पारिबा। बारंबार बारंबार अध्ययन करिबा, रिमेम्बर एंड ऑफर माँ को स्मरण करिबा। जेतेबेले आमे विभिन्न कार्य भितर सामिल हो जाऊे कथा भूली जाऊे, हठात से भाव चेतना को एभली भाव अवस्था को आनिबा जेतेबेले कि आमे जेतेबेले कि आमे बारंबार माँ को स्मरण करिबा। माँ 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 नाम माँ मध्य कहते इफ समथिंग हैपेन्स रंग रिपीट माय नेम माँ 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 माँ। जितेबाला किसी असुविधार सम्मुखीन होचु सेतेबाला मो नाम जप कर। तेणु माँ अनावरत नाम जप फल उपस्थिति आम पाखे रर प्रत्यक्ष सुरक्षा बलय भितर आम रहीपर। आमर कौन क्षति हब ना एवं आम निश्चित भाव में आकु 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 जापर और से पहुँची पार। तेणु से दिव्य जगत में पहुँचापी ये पथ को ये पाठचक्र अनुष्ठान को आमर स्वर्गत दादार भाई बहुमात्रा आमको प्रभावित कर। आजिर ये श्रुतिचारण सभा आम प्रणाम ज्ञापन कर। परमोच प्रभु सत्य नित्य तुमैव केवलम अनुवर्ता महि सत्यम अनुजीवम केवलम। हे परम प्रभु शाश्वत सत्य, आम मैंने केवल तुम आज्ञा यूट्यूब सत्यर विधान को आश्रय करी जीवन धारण करूँ। दिव्यजननी श्रीमा परम प्रभु श्री अरविंद आज पवित्र गदाधर भाईंकर शरीर त्यागर एकादशाह उपलक्षे आयोजित होता श्री अरविंद पाठचक्र अवसर समस्त भाई मान को मोर भूमिष्ठ प्रणाम। मृत्यु को जो दृष्टि आम माने ग्रहण करूँ श्री अरविंद ताको भिन्न दृष्टि लिखिं। मृत्यु आत्मार उत्तरोत्तर उन्नति पथरे अन्य एक पाभत्स भाव अति सुंदर भाव सीतांकर डेथ पुस्तक वर्णना करते शरीरटी अयोग्य हुए परम को धारण करने निमित्त सेतेबेले सोल प्रेयर करती परमात्मा को तांको ये शरीर त्याग करने निमित्त अनुमति देवाई।
प्रथम भाग में स्वयं निज परम ये अनुमति को स्वीकार करती ना पुणी थे आत्मा को परामर्श दियंती तुम्हें फेरी जाओ पुणी से शरीर को धारण करी आउ किछि दिन सेठारे तुम्हें कार्यक्रम रे भाग नहीं गभीर अभिज्ञता उपार्जन करी पुणी आस द्वितीय बार जितेबाला पुणी आत्मांकर निवेदन हुए परम को सेतेबेले तू परम आउ रिजेक्शन करि पारंती नाही से ग्रांट करती एवं सेतिकी बेले आत्मा शरीर त्याग करी दिव्यात्मा चरण रे उपनीत हुए एवं तमाम जीवनर अभिज्ञता को ग्रहण पूर्वक नूतन एक शरीर धारण पर्यंत ताको अपेक्षा करिया पड़े एवं से चॉइस टी से पसंद टी स्वयं आत्मा के द्वारा समाहित होता है। आत्मा अपेक्षा करिथांते एक दिव्य मुहूर्त को एक दिव्य गर्भ को ये पृथ्वी पृष्ठ रे जो जननी एवं जो जनक से भले आस्पृहा करी एक परम आत्मा को निज उदर भितर स्थानित करवा निमित्त विनम्र प्रार्थना करती से प्रार्थना रे यदि ये आत्मा संतुष्ट हुअंती ताहेले से गर्भरे से पुणी आसी स्थान नियंती एवं पुणी भूपृष्ठ को आसती। तेणु यही भाव में श्री अरविंद आमर आत्मार शरीर त्याग पूर्वक विभिन्न पर्यायर जीवन धारण को आत्मार प्रगति बोली से कहउछंती नूतन नूतन अभिज्ञता ग्रहण करिवार कथा कहउछंती। तेणु परिवार वर्ग को मु सुषमापात जड़े ज्ञानी लोक परिवार वर्ग को विनम्रता सह निवेदन करी केबेले आमे लौकिकता भितर मजी न जाई जेभଳି भावरे भाईंकर एक दिव्य सोल थिला दिव्य आत्मा थिला से दिव्य आत्मा प्रगति पथरे अग्रसर हवा निमित्त आमे केवल कंबाइंड प्रेयर बा मिलित प्रार्थना ही तांको पई करिवा तांको सोल ऊर्ध्वतर पथ को जाऊ एवं परम निकट रे विनम्रतार सहित निवेदन करिवु हे परम तमे एई भଳି जणे निष्ठापर कर्मी स्नेह वत्सल दिव्य कर्मी को बारंबार धरा को अवतरण कराओ ये पृथ्वी पृष्ठर थिबा मानुषी चेतना मान को तम दिगरे अग्रसर करवा निमित्त से पथ प्रदर्शक हुंतु। गदाधर भाई से भଳି जणे व्यक्तित्व थिले जी तमाम जीवन श्री मां को चरण पंकज निज को संपूर्ण भाव में समर्पित कर देथिले। से होचंती जणे कतिपय साधक मानक भितर अन्यतम जी कि निजर कर्ममय जीवन भितर शिक्षकता जीवन भितर मां को दर्शन को ग्रहण करथिले एवं अक्षर अक्षर निज जीवन रे पालन करिसंती। जदि तांकर बासगृह को आपण माने केही जिबे आमे तो बारंबार जाइछु देखिछु सत्य ताहा एक तपोवन पंडिचेरी भ्रमता सृष्टि करिवो से बासभवन भितरे केते परिमाण रे कौ जगार मांकर उपस्थिति नाही बोली आपण माने उपलब्धि करि परिबा नाही। सत्य मांकर जीवंत उपस्थिति भितरे तमाम जीवन से अतिबाहित करि आछंती एवं तांको बगीचा भितरे एते परिमाण रे से फूल गछ सब लगे फल गछ सब लगे निश्चित भाव में लगे प्रकृत साधनार एक प्रकृष्ट क्षेत्र सत्य ताहा थिला। स्वयं परम इथि निमित्त माँ कहती सी तांकर निर्वाचित संतान मानक ही ग्रहण करती एई दुर्भ जुगपथर अग्रसर हवा निमित्त। सत्य प्रकृत पक्षरे गदाधर भाई थिले जड़े चजन चाइल्ड मांकर से ही सुनिर्वाचित संतान केवल झाटीअड़ा अंचल मंगलपुर अंचल हरिपुर अंचल पाठचक्र नुह परंतु रासगोविंदपुर ब्लॉक विभिन्न स्थान रे आम महाविद्यालय माणिदा महाविद्यालय पाठचक्र स्थापन रे तांकर भूमिका मध्य अनस्वीकार्य। वरिष्ठ साधक सर्वेश्वर महांतक सहित से मध्य आसंती एवं 2004 मसीह आम घरे पाठचक्र अयमारंभर सुषमा आपा एवं गदाधर भाई उद्घाटक मुख्य वक्ता भाव में जोग दे जो माँ श्री अरविंद पाठचक्र विजयापन करगले ताहा आज विकसित हो विभिन्न क्षेत्र को प्रसारित हो। परवर्ती पर्यायर माणिदा शहीद स्मृति महाविद्यालय छात्र छात्री मानक नहीं पाठचक्र आरंभ करवा और तापर वर्ष ठार युव छात्र शिक्षा शिविर आज पर्यंत परिचालित हो आसी युवक छात्रगोष्ठी मानक मध्य श्री अरविंद दर्शन को प्रसारित करने सहित से चेतना भितर अग्रसर हो
ସେମାନେ ଆଗାମୀ ଯେଉଁ ଦିବ୍ୟ ମାନବର ଯୁଗ ଆସୁଛି, ଅତିମାନସର ଯୁଗ ଆସୁଛି, ସେ ଯୁଗର ଜଣେ ଜଣେ କର୍ଣ୍ଣଧାର ସାଜିବା ନିମିତ୍ତ ଆମେ ସମସ୍ତଙ୍କୁ ପ୍ରୟାସ କରୁଛୁ ଗଦାଧର ଭାଇଙ୍କ ପ୍ରେରଣାରେ ଅଗ୍ରସର ହେବା ନିମିତ୍ତ, ସାହାଯ୍ୟ କରିବା ନିମିତ୍ତ। ଗଦାଧର ଭାଇଙ୍କର ସ୍ମୃତି ନିଶ୍ଚିତ ଭାବରେ ଜୀବନ୍ତ ରହିବ। ସେ ଜଣେ ଚାକ୍ଷୁଷ ଦୃଷ୍ଟାନ୍ତ ଭାବରେ ଆମର ଆଶଗୋବିନ୍ଦପୁର ବ୍ଲକ କେବଳ ନୁହଁ, ମୟୂରଭଞ୍ଜ ଜିଲ୍ଲା ଏବଂ ଓଡ଼ିଶାର ପାଠଚକ୍ର ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ। ଜିଲ୍ଲା ସଂଗଠକ ଭାବରେ ପରିଣତ ବୟସରେ ସେହି ସବୁଜ ରଙ୍ଗର ବ୍ୟାଗ୍ ଖଣ୍ଡକୁ କାଖରେ ଜାକି ସେଇ ଧଳା ସାର୍ଟ ଖଣ୍ଡକୁ ପରିଧାନ କରି ଧୋତି ପାଞ୍ଚିକୁ ଧରି ସେ କୋଉଠି ଗସ୍ତ କରିନାହାନ୍ତି ତାହା କୁହାଯାଇ ପାରିବ ନାହିଁ। ତାଙ୍କର ଲକ୍ଷ୍ୟ ଥିଲା ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ପାଠଚକ୍ର କିଭଳି ଭାବରେ ପ୍ରତିଷ୍ଠିତ ହେବ, ପାଠଚକ୍ର ଘରେ ଘରେ କିଭଳି ଭାବରେ ପ୍ରତିଷ୍ଠିତ ହେବ। ଗୋଟିଏ ବର୍ଷର ବାର୍ତ୍ତା ଥିଲା ହାରମୋନି ଆଟ୍ ଏନି କଷ୍ଟ। ଏହି ବାର୍ତ୍ତାକୁ ନେଇ ଆମମାନେ ଯେତେବେଳେ ଜିଲ୍ଲା ସମ୍ମିଳନୀର ଆୟୋଜନ ପୂର୍ବରୁ ଏକତ୍ରିତ ହେଇଥିଲୁ, ସେଇଠି ତାଙ୍କର ଧୈର୍ଯ୍ୟର ଅସୀମତାକୁ ମୁଁ ଉପଲବ୍ଧି କରୁଥିଲି ଏବଂ ସେ ଧୈର୍ଯ୍ୟର ସତେ ହେବା ଜଣେ ମେରୁ ସଦୃଶ ଥିଲେ। ଅଚଳ, ଅଟଳ, ଅବିଚଳ, ପରାକ୍ରମୀ, ଦୁର୍ଦ୍ଦମ ସାହସୀ। ଗଦାଧର ଭାଇ ଥିଲେ ମୋର ପିତୃ ପ୍ରତିମ, କାରଣ ଚିତ୍ତ ଭାଇଙ୍କ ସ୍ତ୍ରୀ ମନୋରମା ବାପା ହେଉଛନ୍ତି ମୋ ମାଙ୍କର ସହପାଠିନୀ। ସେହି ଦୃଷ୍ଟିରୁ ସୁଷମା ବାପା ତାଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ହେଇଥିବାରୁ ସେ ପୁତ୍ର ତୁଲ୍ୟ ମୋତେ ଅପତ୍ୟ ସ୍ନେହ ଉଭୟ ଦାନ କରି ଯାଇଅଛନ୍ତି। ଆମ ଘରର ପ୍ରତ୍ୟେକ ବର୍ଷର ପାଠଚକ୍ରରେ ଯୋଗଦାନ ଠାରୁ ଆରମ୍ଭ କରି ମାଣିଦା କଲେଜରେ ଯୁବ ଛାତ୍ର ଶିକ୍ଷା ଶିବିର ଆୟୋଜିତ ହେବା ଏବଂ ଏହି ହରିପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଆମମାନଙ୍କୁ ସମ୍ପୃକ୍ତି କରାଇବାରେ ଅଗ୍ରଣୀ ଭୂମିକା ସେ ଗ୍ରହଣ କରିଥିଲେ। ବିଭିନ୍ନ ସଭା ସମିତିରେ ପରବର୍ତ୍ତୀ ସମୟରେ ସେ ଯେତେବେଳେ ମୟୂରଭଞ୍ଜର ଜିଲ୍ଲା ସଂଗଠକ ହେଲେ, ସେତେବେଳେ ମୋତେ ସିଏ ରାସଗୋବିନ୍ଦପୁର ବ୍ଲକର ପାଠଚକ୍ର ସଂଗଠକ ଭାବରେ ଦାୟିତ୍ୱ ଅର୍ପଣ କଲେ। ମୋ ଭାଇଙ୍କୁ ବିନମ୍ରତାର ସହ କହିଥିଲି, ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅଭିଜ୍ଞ ନୁହେଁ। ମୁଁ ପାଦ ଥାପୁଛି ପ୍ରଥମ ଶ୍ରେଣୀର ଶିଶୁ ହେଇପାରିଛି କି ନାହିଁ ଜାଣେ ନାହିଁ। ଭାଇ ଏଡ଼େ ବଡ଼ ଗୁରୁ ଦାୟିତ୍ୱ ନା, ଆପଣ ନିଅନ୍ତୁ, ମାଙ୍କ କରୁଣାରୁ ସବୁ କଥା ହେଇପାରିବ। ମିଳିତ ଭାବରେ ଚିତ୍ତ ଭାଇଙ୍କ ସହିତ ସେ ଦାୟିତ୍ୱକୁ କେତେ ଦୂର ତାଙ୍କର ପରାମର୍ଶ କ୍ରମେ ଆମେ ତୁଲେଇ ପାରିଛୁ ତାହା ମୁଁ କହିପାରିବି ନାହିଁ। କିନ୍ତୁ ଭାଇ ଏଭଳି ଗୁରୁ ଦାୟିତ୍ୱ ଦେବା ବାଳିକା ସମ୍ମିଳନୀରେ ମୟୂରଭଞ୍ଜରେ ହେବା ନିମିତ୍ତ ଯେଭଳି ଭାବରେ ସ୍ଥାନ ନିରୂପଣ ହେଇନପାରିବା ସମୟରେ ତାଙ୍କର ଦୃଢ଼ ଇଚ୍ଛା ଏବଂ ଦୃଢ଼ ମନୋବଳ ଯେଭଳି ଭାବରେ ମୟୂରଭଞ୍ଜରେ ରାଜ୍ୟସ୍ତରୀୟ ବାଳିକା ସମ୍ମିଳନୀ ହେବ, ଶେଷରେ କପ୍ତିପଦାରେ ସ୍ଥାନିତ ହେବା ଏବଂ ସେଥିରେ ଅଗ୍ରଣୀ ଭୂମିକା ନେବାରେ ସେ ମଧ୍ୟ ମୋତେ ସୁଯୋଗ ଦେଇଛନ୍ତି। ଭାଇଙ୍କର ସ୍ମୃତିକୁ ବର୍ଣ୍ଣନା କରିବା ତାହା ଏକ ଦୀର୍ଘ ପୁସ୍ତକ ସଦୃଶ ହେଇଯିବ। କିଭଳି ଭାବରେ ଭାଇଙ୍କର ଧୈର୍ଯ୍ୟ ଥିଲା ତାହାର ଦୃଷ୍ଟାନ୍ତ ଆପଣମାନେ ଦେଖିଥିବେ। କୌଣସି କଥାରେ ସେ ପ୍ରତିବାଦ କରିବା କେବେ ହେଲେ ଆମେ ଦେଖିନାହୁଁ। ଅସଙ୍ଗତି ଯେତେବେଳେ ସୃଷ୍ଟି ହେଇଛି, ସମସ୍ତଙ୍କୁ କିଭଳି ଭାବରେ ଏକତ୍ରିତ କରି ସମସ୍ତଙ୍କ ଭିତରେ ସମନ୍ୱୟ ଆଣି ମାଙ୍କ କାର୍ଯ୍ୟକୁ ସୁରୁଖୁରୁ ଭାବରେ ଆଗକୁ ଅଗ୍ରସର କରାଇ ନେବା, ସେଥିରେ ଥିଲେ ଅଗ୍ରଦୂତ। ମୟୂରଭଞ୍ଜର ଗୋଟିଏ ଉପାନ୍ତ ଅଞ୍ଚଳରେ ବାଲେଶ୍ୱର ବର୍ଡରରେ ତାଙ୍କ ଘର ଜାଟିଅଡ଼ାରେ, ସେଠାରୁ ରାଇରଙ୍ଗପୁର, କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା ପ୍ରତ୍ୟେକ ଅଞ୍ଚଳକୁ ନିରବଚ୍ଛିନ୍ନ ଭାବରେ ଗସ୍ତ କରି ପାଠଚକ୍ର ଆନ୍ଦୋଳନକୁ ସକ୍ରିୟ କରିବା ଅଗ୍ରଣୀ ଭୂମିକା ସେ ଧାରଣ କରିଥିଲେ। ଆଜି ଯେଉଁ ମୟୂରୀ ପତ୍ରିକା ଦେଖୁଛନ୍ତି ତାଙ୍କ ତାହା କଳ୍ପନାର ସନ୍ତାନ। ଯେଉଁ ମୟୂରୀ ପତ୍ରିକା ବର୍ଷକୁ ଥରେ ବାହାରୁଛି ପାଠଚକ୍ର ଆନ୍ଦୋଳନ ସମ୍ପର୍କିତ ସମସ୍ତ ତଥ୍ୟ, ସେଇଭଳି ଏକ ବିଶେଷ ବିବରଣୀ ବର୍ଷ ସାରା ସେଥିରେ ରହିବ। ଶ୍ରୀ ଅରବିନ୍ଦ ଅନୁଗାମୀ ମାନଙ୍କର ଲେଖା ସେଥିରେ ସ୍ଥାନିତ ପାଇବ। ଶ୍ରୀ ଅରବିନ୍ଦଙ୍କ ଦର୍ଶନ ସମ୍ବଳିତ ଲେଖାମାନଙ୍କ ସ୍ଥାନିତ ପାଇବ। ସବୁ ବିଦ୍ୟାଳୟ ମାନଙ୍କ ଭିତରେ ସମନ୍ୱୟ ରହିବ। ଏକତ୍ୱ ପଥରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ବୟସ୍କ ସମସ୍ତେ ଏକ ସୂତ୍ରରେ ହାତ ଧରାଧରି ହେଇ ଶ୍ରୀ ଅରବିନ୍ଦଙ୍କ ପଥରେ ଆମେ ପରିଚାଳିତ ହେବା, ଏହା ହିଁ ଥିଲା ତାଙ୍କ କଳ୍ପନା ପ୍ରସୂତର କଥା। ଥରେ ହଠାତ୍ ମୁଁ ତାଙ୍କର ଏକ ଆହ୍ୱାନ ଶୁଣି ଫୋନ ପାଇଁ ଆଶ୍ଚର୍ଯ୍ୟ ହେଇଗଲି ଯେ ଆମ ହରିପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ, ଆପଣ ନିଶ୍ଚିତ ଭାବରେ ଆସିବେ ବକ୍ତା ଭାବରେ ଏବଂ ଅଭିଭାବକ ମାନଙ୍କୁ ଆପଣ ଦିଗ୍ଦର୍ଶନ ଦେବେ। ତାଙ୍କ ପିଲାଙ୍କୁ ଶ୍ରୀ ଅରବିନ୍ଦ ସ୍କୁଲ ଇଣ୍ଟିଗ୍ରାଲ ସ୍କୁଲରେ ସେମାନେ ପଢଉଛନ୍ତି, ତାଙ୍କର କର୍ତ୍ତବ୍ୟ ଅଭିଭାବକଙ୍କର କର୍ତ୍ତବ୍ୟ କ'ଣ। ଏହା ପୂର୍ବରୁ ସେ ମୋ ସହିତ କପ୍ତିପଦା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲର ମିଟିଂରେ ସେ ଥିଲେ ଏବଂ ସେ ମୋତେ ଡାକିଥିଲେ। ମୁଁ ଭାଇଙ୍କୁ ପ୍ରଣାମ କରି କହିଥିଲି, ଭାଇ ଆପଣମାନେ ହେଉଛନ୍ତି ଦିଗ୍ଦ୍ରଷ୍ଟା, ଦିଗଜ ବନ୍ଧୁମାନେ ସୁଧୀର ଭାଇ ଭଳି ପ୍ରିନ୍ସିପାଲ, ସନ୍ଧ୍ୟା ଅପା ଭଳି ଜଣେ ସେଠି ଅପା ଏବଂ ସୁଷମା ଅପା ଭଳି ଲୋକ, ଆପଣମାନେ କେତେ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି, ମନ୍ମଥ କୁଣ୍ଡୁ ଭଳି ଜ୍ଞାନୀ ଲୋକ ଅଛନ୍ତି, ସେଠି ମୁଁ ବା ଯତ୍କିଞ୍ଚିତ କ'ଣ କହିପାରିବି ଆପଣମାନଙ୍କୁ ମୁଁ ସେଠି ଶ୍ରୋତା ଭାବରେ ନିଶ୍ଚିତ ଭାବରେ ଯୋଗ ଦେବି।
किंतु सी किभଳି भाବରେ ଯୁବକମାନଙ୍କୁ ପ୍ରେରଣା ଦିଅନ୍ତି ଆଗକୁ ସମସ୍ତେ ଚାଲିବେ ସେଇଥି ନିମିତ୍ତ ବାଧ୍ୟ କରିଥିଲେ। ମୁଁ ଏବଂ ପ୍ରଫେସର ମନ୍ମଥ କୁଣ୍ଡୁ ଦୁଇ ଜଣ ଯାକ ଆମେ ସେ ସଭାରେ ଅଭିଭାବକମାନଙ୍କୁ ପ୍ରୟାସ କରିଥିଲୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ଅନୁଗାମୀ ହେଇ ତାଙ୍କ ଛାତ୍ରଛାତ୍ରୀମାନଙ୍କର ପ୍ରଗତି କ୍ଷେତ୍ରରେ ଅଭିଭାବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ଭୂମିକାକୁ ନିର୍ବାହ କରିବା ନିମିତ୍ତ। ସେ ହେଉଛନ୍ତି ଜଣେ ସେଇଭଳି ବରିଷ୍ଠ ସାଧକ ଯେଉଁମାନେ ପରବର୍ତ୍ତୀ ପିଢ଼ିକୁ ଆଗକୁ ଯିବା ନିମିତ୍ତ ସେମାନେ ପଛରୁ ପ୍ରେରଣା ପ୍ରଦାନ କରନ୍ତି। ସେଇଦିନ ତାଙ୍କର ପିତୃ ପ୍ରତିମ ସେ ଶ୍ରଦ୍ଧାକୁ ମୁଁ କେବେ ହେଲେ ଜୀବନରେ ବିସ୍ମରି ଯାଇପାରିବେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଅସୁସ୍ଥ ହେବା, ତାଙ୍କର ଲଙ୍ଗସ୍ ଅପରେସନ ହେବା, କଥା କହି ନପାରିବା ଏବଂ ସମକାଳରେ ତାଙ୍କ ସହିତ ପୀଡ଼ିତ ହୋଇଥିବା ଡାକ୍ତର ଅଜିତ ଭାଇ ଚାଲି ଯାଉଛନ୍ତି ଯେତେବେଳେ ଆମେ ସମସ୍ତେ ମ୍ରିୟମାଣ ହେଇ ପଡ଼ୁଛୁ। ହୁଏତ ଅଜିତ ଭାଇଙ୍କ ସହିତ ହାତ ଧରାଧରି ହେଇ ସେ ମଧ୍ୟ ଆରପାରିକୁ କାଳେ ଚାଲିଯିବେ କି ପାଠଚକ୍ର ଆନ୍ଦୋଳନ କ'ଣ ହେବ? କେବଳ ଥିଲା ମୟୂରଭଞ୍ଜବାସୀଙ୍କର ଓଡ଼ିଶାବାସୀଙ୍କର ନିରନ୍ତର ସମବେତ ପ୍ରାର୍ଥନା। ଏ ପ୍ରାର୍ଥନାର ଫଳଶ୍ରୁତି ସ୍ୱରୂପ ଗଦାଧର ଭାଇ ସୁସ୍ଥ ହୋଇ ପୁଣି ଘରକୁ ଫେରି ଆସିଲେ। ମାସେ ତଳେ ମୁଁ ଯାଇଛି ମୋର ବନ୍ଧୁଙ୍କ ସହିତ ତାଙ୍କୁ ସାକ୍ଷାତ କରିବା ନିମିତ୍ତ ଏବଂ ତାଙ୍କୁ ଏତେ ନର୍ମାଲ ଭାବରେ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ମୋ ପାଟିରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବାହାରି ଆସିଲା, ଭାଇ ଆପଣ ତ ପୁରାପୁରି ଫିଟ୍ ହେଇଯାଇଛନ୍ତି, ଆପଣଙ୍କର ପୁନର୍ଜନ୍ମ ହେଲା ଭଳି ଲାଗୁଛି। ଏବେ ଆଉ ପାଠଚକ୍ର ଆନ୍ଦୋଳନର ମୋମେଣ୍ଟକୁ କେହି କେବେ ହେଲେ ରୋକି ଦେଇପାରିବେ ନାହିଁ। ପୁଣି ଆମେ ରାଇରଙ୍ଗପୁର ସବ୍ ଡିଭିଜନକୁ ଯିବା, କରଞ୍ଜିଆ ସବ୍ ଡିଭିଜନକୁ ଯିବା, ପାଠଚକ୍ର ଆନ୍ଦୋଳନକୁ କ୍ଷିପ୍ରତର ଗତିରେ ଅଗ୍ରସର କରାଇ ନେବା। ସେ କହିଲେ ଠିକ ଅଛି, ମୁଁ ପୁରାପୁରି କିଛି ମୋର ଅସୁବିଧା ନାହିଁ, କେବଳ ଖାଦ୍ୟର ଟିକେ କିଛି ରେଷ୍ଟ୍ରିକ୍ସନ ଏମାନେ କରିଛନ୍ତି, ନହେଲେ ମୁଁ ନର୍ମାଲ ଲାଇଫ ପୁରାପୁରି ମୋର ହେଇଯାଇଛି। ସେଇଠି ମୁଁ ପରମଙ୍କୁ କୃତଜ୍ଞତା ଜଣାଉଥିଲି। ହୁଏତ ପରମ ତାଙ୍କ ସୋଲର ଫାଷ୍ଟ ପ୍ରେୟାରକୁ ରିଜେକ୍ସନ କରିଛନ୍ତି, ତାଙ୍କୁ ନେଇନାହାନ୍ତି ଶରୀର ତ୍ୟାଗ କରିବା ନିମିତ୍ତ ଅନୁମତି ଦେଇନାହାନ୍ତି। ପୁଣି ଦୀର୍ଘକାଳ ସେ ଆମ ସହିତ ରହିଯିବେ। ଏ ମହାମାରୀ କରୋନା ଆସିଲା, ଏହି ସମୟରେ ତାଙ୍କର ଚିକିତ୍ସାର ଅବହେଳା ହେଲା, ସରକାର ସଠିକ ପଦକ୍ଷେପ ନେଲେ ନାହିଁ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ତାଙ୍କୁ ଚିକିତ୍ସାର ସୁଯୋଗ ମିଳିଲା ନାହିଁ। ଜଣେ ବରିଷ୍ଠ ନାଗରିକ ଚିକିତ୍ସା ଅବହେଳାରୁ ହୁଏତ ଆମମାନଙ୍କୁ ଛାଡ଼ି ଯିବା ପାଇଁ ବାଧ୍ୟ ହେଲେ ବୋଲି ଆମେ ସ୍ୱୀକାର କରୁଛୁ। ଏଇଭଳି ଯୁଗ ଜନ୍ମ ମଣିଷମାନେ ଜନ୍ମେ ଜନ୍ମେ ଯୁଗ ଯୁଗାନ୍ତର ଭାବରେ ଧରାବତରଣ କରନ୍ତୁ ଏବଂ ଏ ପୃଥିବୀବାସୀଙ୍କୁ ସତ୍ ଆଲୋକିତ ପଥରେ ଅଗ୍ରସର ହୋଇଯିବା ନିମିତ୍ତ ଦିଗ୍ଦର୍ଶନ ଦିଅନ୍ତୁ। ଏତିକି ହିଁ ମୋର ଆଜିର ପବିତ୍ର ଦିବସରେ କାମନା କରୁଛି। ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଚରଣ ପଙ୍କଜରେ ଭକ୍ତି ଅର୍ଘ୍ୟ ନିବେଦନ ପୂର୍ବକ ଗଦାଧର ଭାଇଙ୍କର ଆତ୍ମାର ସଦ୍ଗତି ହେବା ସହିତ ପୁଣି ତାଙ୍କୁ ଧରାବତରଣ କରାଇବା ନିମିତ୍ତ ବିନମ୍ର ନିବେଦନ କରୁଛି। Om Supreme Lord, Eternal Truth, let us obey Thee alone and live according to truth. परमोच्च प्रभु सत्य नित्य त्वामेव केवलम अनुवर्ता महे सत्यम अनुजीवाम केवलम। हे परम प्रभु शाश्वत सत्य, आमे माने केवल तुमर आज्ञाबह हेउटु एवं सत्यर विधान को आश्रय करी जीवन धारण करू। आज ये स्थान जो स्वतंत्र पाठचक्र अनुष्ठित होउची एठारे समस्त को मु हृदयर प्रणाम जनाऊँगी। समस्त अंतरात्मक भाई को मोर कृतज्ञता। श्री अरविंद जुगरे जीवन गोटे चलापथ या शेष नुहे एवं ये जीवन होउची मनुष्य जीवन होउची शाश्वतंकर गति। मनुष्यर कार्यकलाप तार भूमिका भगवान को द्वारा निर्देशित तांकरी चलापथरे पथिक एवं श्री अरविंद कहते जे मृत्यु गोटे विश्राम गोटे नुआ आवरण परिधान सदृश एटा शेष नुहे। आत्मा मार्ग रे सही कथा कह जाइछि। मनुष्य होउछि आत्मा जार मृत्यु नहीं। आम आज गोटे देह धरी आसीचे, गोटे नाम धरी आसीचे किसी भूमिका अवलंबन करने एवं यहाँ आमर शेष परिणति नुहे। आम से शाश्वत अभिमुखे लक्ष्य अभिमुखे जहाँ भगवान आम स्थिर कर लक्ष्य उपनीत होगा पर्यंत आमर गति चली रहिबो। आम आग को चलवा चेतनार उत्तरण आमर लक्ष्य। आम से पूर्णांगता प्राप्ति आमर लक्ष्य। पूर्णांगत प्राप्ति पर्यंत आम रास्ता केवे बंद हब नहीं, आम गति केवे बंद हब नहीं। तेणु आज जो विशेष पाठचक होउची सेथिरे आमे सही कथा दोहराइबा जहाँ माँ श्रीबंद कहते जे आमर
ଜୀବନ ଗୋଟେ କର୍ମମୟ ଜୀବନ ହେବ। ଆମର କର୍ମ ଯେତେ ଚଳଚଞ୍ଚଳ ଏବଂ ଯେତେ ଉତ୍ସାହୀ ହେବ, ପୃଥିବୀର ରୂପାନ୍ତର ସେତେ ଶୀଘ୍ର ହେବ। ରୂପାନ୍ତର ବିବର୍ତ୍ତନର ପରବର୍ତ୍ତୀ ଧାରା ହେଉଛି ରୂପାନ୍ତର। ଆଜି ଯାହା ଅଛି କାଲିକି ନୂଆ କଥା ହେବ, ନୂଆ ଜଗତ ହେବ। ଏ ଜଗତର ପରିଚାଳନା ମା କରୁଛନ୍ତି ଏବଂ ଜଗତକୁ ସେ ଲକ୍ଷ୍ୟ ଅଭିମୁଖେ ନେଉଛନ୍ତି। ଆମେ ମଧ୍ୟ ସେଇ ଲକ୍ଷ୍ୟ ଅଭିମୁଖେ ଚାଲିବା। ଆମେ ଭୁଲିବା ନାହିଁ ଯେ ଆମେ ଶାଶ୍ୱତଙ୍କର ଗତି କରୁଛେ। ଆମେ ନିଜେ ଭଗବାନ ହେଇ ଉଠିବା, ଭଗବାନଙ୍କ କ୍ରିୟାକଳାପ ଆମ ଜୀବନ ମଧ୍ୟରେ ପ୍ରକାଶ କରିବା। ଏହା ହେଉଛି ଆଜିର ପାର୍ଚକର ଆଭିମୁଖ୍ୟ। ତେଣୁ ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ହେବ ଶାଶ୍ୱତଙ୍କର ଗତି, ଆମର ପ୍ରତିଟି କ୍ରିୟା ହେବ ଶାଶ୍ୱତଙ୍କର ଗତି। ଆମେ ସେଇ ଚେତନାରୁ କେବେ ଅବଲୁପ୍ତ ହେବା ନାହିଁ, କେବେ ଭୁଲିଯିବା ନାହିଁ। ଆମେ ପରମ ପ୍ରମୁଖ ଅଭିମୁଖେ ଆହୁରି ଆଗେଇ ଆଗେଇ ଚାଲିବା। ଆମର ଗତି ହେବ ଶାଶ୍ୱତଙ୍କର ଗତି। ତେଣୁ ଆଜି ଆମ ଶରୀରରେ ଯାହା କିଛି ଦୁର୍ବଳତା ଅଛି, ଆମ ଭିତରେ କେବଳ ଆମେ ବାଜ୍ୟତ ଶରୀର, କିନ୍ତୁ ଆମ ଭିତରେ ସୂକ୍ଷ୍ମ ସତ୍ତା ରହିଛି, ମନ ପ୍ରାଣ ଆତ୍ମା ରହିଛି। ସେ ଆଗକୁ ଚାଲିବ। ଯେତେବେଳେ ପୂର୍ଣ୍ଣାଙ୍ଗତା ଲାଭ କରିବା, ଆମେ ଅମରତ୍ୱ ହାସଲ କରିବା। ଏବେ ମଧ୍ୟ ଆମେ ଅମରତ୍ୱର ଯାତ୍ରୀ ଏବଂ ଅମରତା ଆମର ଲକ୍ଷ୍ୟ। ଆମେ ସେଇ ଅମରତା ପାଇବା ପାଇଁ ଯେଉଁ ଯୋଗ୍ୟତା ଦରକାର, ସେଇ ଯୋଗ୍ୟତା ହାସଲ କରିବା ପାଇଁ ଆମେ ଉପାୟ ପାଇଛେ। ଆମେ ହେଉଛେ ଭାଗ୍ୟବାନ ଯେ ସେଇ ବାଟ ଦେଖେଇଥିବା ଯେଉଁ ପଥିକ ଆମ ଗୁରୁ ଶ୍ରୀମା ଶ୍ରୀ ଅରବିନ୍ଦ, ତାଙ୍କରି ମାର୍ଗରେ ଆମେ ଚାଲିଛେ। ଏହି କଥା ନୂଆ କରି ସିଏ ଆମକୁ ଏ ପୃଥିବୀରେ ପ୍ରକାଶ କରିଛନ୍ତି ଯେ ଆମେ ଆତ୍ମା ମାର୍ଗରେ ଯାତ୍ରୀ, ଆମେ ଭଗବାନ ହେଇ ଉଠିବା। ଯେତେବେଳେ ଆମେ ପୂର୍ଣ୍ଣଗତା ପ୍ରାପ୍ତ ହେବା, ସେତେବେଳେ ଯାଇକି ଆମ ଗତି ଶେଷ ହେବ, କିନ୍ତୁ ଆମ ଗତିର ଶେଷ ନାହିଁ। ତେଣୁ ଆଜି ଯେଉଁ ପରିପ୍ରେକ୍ଷୀରେ ଆଜି ନୂତନ ପାଠ୍ୟକ୍ରମଟି ଅନୁଷ୍ଠିତ ହେଉଛି, ସେଇଟା ହେଉଛି ସେଇ ମହାନ ଆତ୍ମାଙ୍କ ଉଦ୍ଦେଶ୍ୟରେ, ଯାହାକି ତାଙ୍କ ଗତିର ଗୋଟେ ପର୍ଯ୍ୟାୟ ମାତ୍ର ଏବଂ ସେ ଆମ ଗଣରେ ଅଛନ୍ତି, ରହିବେ ଏବଂ ଚିରଦିନ ଆମକୁ ସେହିଭଳି ମା'ଙ୍କ କ୍ରିୟା କରି ଉତ୍ସାହିତ କରିବେ। ତେଣୁ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଆଜିର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ସମସ୍ତ ଭାଇ ବାପାମାନଙ୍କୁ ମୁଁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଜ୍ଞାପନ କରୁଛି। ଆୟୋଜିତ ଏହି କାର୍ଯ୍ୟକ୍ରମର ସମସ୍ତ ଫଳାଫଳ ଜଗଜ୍ଜନନୀ ଶ୍ରୀମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦପଦ୍ମରେ ସମର୍ପଣ ପୂର୍ବକ 1 ମିନିଟ୍ ନିରବ ଧ୍ୟାନ ସହିତ ଆଜିର କାର୍ଯ୍ୟକ୍ରମ ସାଙ୍ଗ କରୁଛି।